ସମସ୍ତଙ୍କ ସୁସ୍ଥ ସବଳ ରଖି ଏ ସୁନ୍ଦର ସହଭାଗିତା ଦେଇଛନ୍ତି ରିଅଲ ମିନିଷ୍ଟର ଅଫ ଇଣ୍ଡିଆ ଏ ଜୁମ୍ ମିଟିଂ ମାଧ୍ୟମରେ ତାଙ୍କରି ଉପସ୍ଥିତିରେ ବସି ତାଙ୍କର ସ୍ତୁତି ପ୍ରଶଂସା କରିବା ନିମନ୍ତେ ସେଥିପାଇଁ ସଦା ପ୍ରଭୁଙ୍କୁ କୋଟି କୋଟି ଧନ୍ୟବାଦ ଦଉଛି। ତତ୍ ସହିତ ରିଅଲ ମିନିଷ୍ଟର ଅଫ ଇଣ୍ଡିଆର ହୋଷ୍ଟ ଆଜ୍ଞା ପିଟର ସାରଙ୍କୁ ମଧ୍ୟ ଧନ୍ୟବାଦ ଦେବି। ଅନେକ ଦିନ ପରେ ଏ ସୁନ୍ଦର ସୁଯୋଗ ପାଇଛି ପ୍ରଭୁଙ୍କର ସ୍ତୁତି ପ୍ରଶଂସା କରିବା ନିମନ୍ତେ, ସେଥିପାଇଁ ପିଟର ଆଜ୍ଞାଙ୍କୁ ମଧ୍ୟ ଧନ୍ୟବାଦ। ତତ୍ ସହିତ ଉପସ୍ଥିତ ସମସ୍ତଙ୍କୁ ମୋର ଖ୍ରୀଷ୍ଟୀୟ ପ୍ରେମରେ ନମସ୍କାର। ପ୍ରେଜ୍ ଦ ଲର୍ଡ। ଆସନ୍ତୁ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆମେ ମିଳିତ ଭାବରେ ଏ ସୁପ୍ରଭାତରେ ପ୍ରଭୁଙ୍କର ସ୍ତୁତି ପ୍ରଶଂସା କରିବା। ମୁଁ ପଦେ ପ୍ରାର୍ଥନା କରି ଆଗକୁ ଆମେ ଆରାଧନା ଆଡ଼କୁ ଯିବା। ପବିତ୍ର ପବିତ୍ର ଅତି ପବିତ୍ର ମଙ୍ଗଳମୟ ସର୍ବଶକ୍ତିମାନ ଜୀବିତ ପରମେଶ୍ୱର ପିତା ପ୍ରଭୁ, ତମରି ମହତ୍ ନାମ କୋଟି କୋଟି ଧନ୍ୟବାଦ ଦଉଛି ବାପା। ତମରି ଦୟା, ତମରି ଅନୁଗ୍ରହ, ତମରି କୃପା କରୁଣା ହେତୁ ପ୍ରଭୁ ଆମ ସମସ୍ତଙ୍କୁ ତୁମେ ଏ ପର୍ଯ୍ୟନ୍ତ ଅନେକ ବିପଦ ଆପଦ ଦୁଃଖ କଷ୍ଟ ରୋଗ ବ୍ୟାଧିରୁ ବଞ୍ଚି ଆଣି ପ୍ରଭୁ ସୁସ୍ଥ ସବଳ ରଖିଛ, ସେଥିପାଇଁ କୋଟି କୋଟି ଧନ୍ୟବାଦ ଦଉଛୁ ବାପା। ଏ ସୁପ୍ରଭାତରେ ମୁଁ ଦିନହୀନ ଅଯୋଗ୍ୟକୁ ତୁମରି ପବିତ୍ର ପଦଚରଣ ସମର୍ପିତ କରୁଛି ପ୍ରଭୁ। ମୋ ମୁଖରେ ବାସ କର, ତୁମରି ପବିତ୍ର ଆତ୍ମାର ଚାଳନାରେ ପ୍ରଭୁ ମୋ ମୁଖ ଦ୍ୱାରା ଯୋଉ ଗୀତ ମାଧ୍ୟମରେ ତୁମର ସ୍ତୁତ ପ୍ରଶଂସା କରିବ ପ୍ରଭୁ, ଆମ ସମସ୍ତଙ୍କୁ ତୁମେ ସାହାଯ୍ୟ ସହବର୍ତ୍ତୀ କର ପ୍ରଭୁ। ଆମେ ସମସ୍ତେ ଯେତେ ଜଣ ଅଛୁ ଏକ ମନ ଏକ ପ୍ରାଣ ଏକ ଆତ୍ମା ହିଁ ତୁମରି ସ୍ତୁତି ପ୍ରଶଂସା କରିବ ପ୍ରଭୁ। ତୁମେ ଆମ ସହିତ ରହି ତୁମେ ନିଜେ ହିଁ ମହିମା ଗୌରବ ପ୍ରଶଂସା ପାଅ ବୋଲି ମୁଁ ଧନ୍ୟବାଦ ଦେଇ ଏ ପ୍ରାର୍ଥନା ମୋର ଉଦ୍ଧାର କର୍ତ୍ତା ପ୍ରିୟ ପ୍ରଭୁ ଯୀଶୁଙ୍କ ମଧୁମୟ ନାମରେ ମାଗୁଛି, ଶୁଣ ଦୟାରେ ଗ୍ରହଣ କର। ଆମିନ୍ 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 ଆମିନ୍। ଆସନ୍ତୁ ଗୋଟେ ହିନ୍ଦୀ ଗୀତ ଗାଇକି ଆମେ ଆରାଧନା କରିବା। କ୍ଷମା ଚାହିଁବି, ଟିକେ ମୋର ଦେହ ଠିକ ନାହିଁ, ଟିକେ କାଶ ହଉଛି। मुझे माफ कर दे खुदा, मुझे माफ कर दे पिता, मुझे माफ कर दे खुदा, मुझे माफ कर दे पिता। तेरे चरणों में मैं आऊं प्रभु, तेरी महिमा मुझे है सिखा दे। तेरी चरणों में मैं आऊं प्रभु, तेरी महिमा मुझे है सिखा दे। तेरी महिमा करना मुझे सिखा दे, तेरी महिमा करना मुझे सिखा दे। तेरी महिमा करना मुझे सिखा दे, तेरी महिमा करना मुझे सिखा दे। मुझे माफ कर दे खुदा, मुझे माफ कर दे पिता। तेरी चरणों में मैं हाथ उठाऊं, तेरी चरणों में मैं सर को झुकाऊं, तेरी चरणों में मैं आंसू बहाऊं, तेरी चरणों में मैं घुटनों में आऊं। मुझे माफ कर दे खुदा, मुझे माफ कर दे पिता, मुझे माफ कर दे खुदा, मुझे माफ कर दे पिता।
तेरे चरणों में मैं आऊं प्रभु, तेरी महिमा मुझे है सिखा दे। तेरी महिमा करना मुझे है सिखा दे। तेरी महिमा करना मुझे है सिखा दे। जान बुझ कर मेरे खुदा तेरे विरोध मैंने पाप किए। तेरे प्रेम बलिदान को अभिलाष की आग में ठुकरा दिया। जान बुझ कर मेरे खुदा तेरे विरोध मैंने पाप किए। तेरे प्रेम बलिदान को अभिलाष की आग में ठुकरा दिया। मुझे माफ कर दे खुदा, मुझे माफ कर दे पिता, मुझे माफ कर दे खुदा, मुझे माफ कर दे पिता। तेरे चरणों में मैं आऊं प्रभु, तेरी महिमा मुझे है सिखा दे। तेरे चरणों में मैं आऊं प्रभु, तेरी महिमा मुझे है सिखा दे। तेरी महिमा करना 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 मुझे है सिखा दे। हाँ प्रभु, ये सुप्रभात रे ମୋ ଆଣ୍ଠୁ ମାଡ଼ି ତମରି ପବିତ୍ର ପଦ ଚରଣ ସମର୍ପିତ ହଉଛି ପ୍ରଭୁ। ତୁମର ସ୍ତୁତି ପ୍ରଶଂସା କରିବା ଆମ ସମସ୍ତଙ୍କୁ ତୁମେ ଶିଖାଅ ପ୍ରଭୁ। ଆମେ କିଭଳି ଭାବରେ ତୁମକୁ ପ୍ରଶଂସା କରିପାରିବୁ ପ୍ରଭୁ, ତୁମକୁ ସନ୍ତୁଷ୍ଟ କରିପାରିବୁ ପ୍ରଭୁ, ସେମିତି ଆମ ସମସ୍ତଙ୍କୁ ତୁମେ ଶିଖାଅ ପ୍ରଭୁ। ଧନ୍ୟବାଦ ଦଉଛି ରାଜା। ଧନ୍ୟବାଦ ଦଉଛି ପ୍ରଭୁ, ତୁମରି ମହତ୍ ନାମକୁ ଟିକେ ଧନ୍ୟବାଦ हो। ହାଲେଲୁୟା ହାଲେଲୁୟା। ଆଉ ଗୋଟେ ଗୀତ ଗାଇବା ଆମେ। ଢାଳି ଦିଅ ମୋ ଜୀବନେ ତୁମ ପବିତ୍ର ଆତ୍ମା। ଢାଳି ଦିଅ ମୋ ଜୀବନେ ତୁମ ପବିତ୍ର ଆତ୍ମା। ଭରି ଦିଅ ମୋ ହୃଦଏ ତୁମ ପ୍ରେମର ବାସନା। ପ୍ରଭୁ ତୁମ ସାଥେ ଜଗତେ, ପ୍ରଭୁ ତୁମ ସାଥେ ଜଗତେ ନାହିଁ କାର ତୁଳନା। ଢାଳି ଦିଅ ମୋ ଜୀବନେ
ତୁମ ପବିତ୍ର ଆତ୍ମା ଭରି ଦିଅ ମୋ ହୃଦଏ ତୁମ ପ୍ରେମର ବାସନା ଦିଅ ପ୍ରଭୁ ତୁମ ଆତ୍ମାଙ୍କର ଦାନ ଚାଳିବାକୁ ଏ ଜଗତେ ଭରି ଦିଅ ହୃଦୟ ପ୍ରେମର ସେ ଦାନ ବଢିବାକୁ ଏ ଜଗତେ ଚାଲୁଥାଅ ସଦା ସାଥେ ଜୀବନର ପଥ ପରେ ଢାଳି ଦିଅ ମୋ ଜୀବନେ ତୁମ ପବିତ୍ର ଆତ୍ମା ଭରି ଦିଅ ମୋ ହୃଦଏ ତୁମ ପ୍ରେମର ବାସନା ପ୍ରଭୁ ତୁମ ସାଥେ ଜଗତେ ପ୍ରଭୁ ତୁମ ସାଥେ ଜଗତେ ନାହିଁ କାର ତୁଳନା ଢାଳି ଦିଅ ମୋ ଜୀବନେ ତୁମ ପବିତ୍ର ଆତ୍ମା ଭରି ଦିଅ ମୋ ହୃଦଏ ତୁମ ପ୍ରେମର ବାସନା ପବିତ୍ର ଆତ୍ମାଙ୍କ ଅଭିଷେକ ଦେଇ କର ମତେ ପରିପୂର୍ଣ୍ଣ ବୁଦ୍ଧି ଓ ଶକ୍ତିରେ ଭରି ଦେଇ ମତେ କର ପ୍ରଭୁ ବ୍ୟବହାର ପବିତ୍ର ଆତ୍ମାଙ୍କ ଅଭିଷେକ ଦେଇ କର ମତେ ପରିପୂର୍ଣ୍ଣ ବୁଦ୍ଧି ଓ ଶକ୍ତିରେ ଭରି ଦେଇ ମତେ କର ପ୍ରଭୁ ବ୍ୟବହାର ଭରି ଦିଅ ସେହି ଦାନେ ଭରି ଦିଅ ସେହି ଦାନେ ଶେଷ ଯାଏ ଜୀବନର ଢାଳି ଦିଅ ମୋ ଜୀବନେ ତୁମ ପବିତ୍ର ଆତ୍ମା ଭରି ଦିଅ ମୋ ହୃଦଏ ତୁମ ପ୍ରେମର ବାସନା ପ୍ରଭୁ ତୁମ ସାଥେ ଏ ଜଗତେ ପ୍ରଭୁ ତୁମ ସାଥେ ଏ ଜଗତେ ନାହିଁ କାର ତୁଳନା ଢାଳି ଦିଅ ମୋ ଜୀବନେ ତୁମ ପବିତ୍ର ଆତ୍ମା ଭରି ଦିଅ ମୋ ହୃଦୟରେ ତୁମ ପ୍ରେମର ବାସନା ହଁ ପ୍ରଭୁ ତୁମେ ହିଁ ଦିନ ପ୍ରତିଦିନ ତୁମରି ପବିତ୍ର ଆତ୍ମାରେ ଆମକୁ ଭରି ତୁମର ପବିତ୍ର ଆତ୍ମାର ଆମେ ଯେମିତି ବସବାସ କରିପାରିବୁ ସେହିପରି ତୁମେ ଆମକୁ ସାହାଯ୍ୟ ସହବର୍ତ୍ତୀ କର ବାପା ତୁମେ ହିଁ ବୁଦ୍ଧି ଶକ୍ତି ଜ୍ଞାନରେ ପରିପୂର୍ଣ୍ଣ କରିପାରିବାର ଏକମାତ୍ର ପରମେଶ୍ୱର ଅଟ ହାଲେଲୁୟା 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 ଆସନ୍ତ ଗୋଟେ ଗୀତ ଗାଇକି ଆମେ ଆଜି ସମାପ୍ତ କରିବା ଅନୁତାପର ସହିତ ଆମେ ସମସ୍ତେ ନିଜ ନିଜକୁ
ପ୍ରଭୁଙ୍କର ପଦ ଚରଣରେ ସମର୍ପିତ କରିବା। ଅନୁତାପ ମୁଁ କରୁଛି, ଅନୁତାପ ମୁଁ କରୁଛି, ଭୁଲି ଯାଇଛି ମୁଁ ପ୍ରଭୁ ତୁମ କରୁଣାକୁ, ପାଶୋରି ଦେଇଛି ଯିଶୁ ତୁମ ଅନୁଗ୍ରହକୁ, ଭୁଲି ଯାଇଛି ମୋ ପ୍ରଭୁ ତୁମରି ଦୟାକୁ, ପାଶୋରି ଦେଇଛି ଯିଶୁ ତୁମରି ବାକ୍ୟକୁ, କ୍ଷମା ମୁଁ ମାଗୁଛି, କ୍ଷମା କର ହେ ଯିଶୁ, ଅନୁତାପେ ଆଜି ଫେରି ମୁଁ ଆସିଛି, କ୍ଷମା ମୁଁ ମାଗୁଛି, କ୍ଷମା କର ହେ ଯିଶୁ, ଅନୁତାପେ ଆଜି ଫେରି ମୁଁ ଆସିଛି, ଅନୁତାପ କରୁଛି, ଅନୁତାପ କରୁଛି, ଲୋତକ ମୁଁ ଢାଳୁଛି, ଫେରି ମୁଁ ଆସିଛି, ଅନୁତାପ କରୁଛି, ଅନୁତାପ କରୁଛି। ମନ୍ଦ ଭିଳାସେ ବିତି ଯାଏ ଏଠି ଦିନ, ତୁମ ବାକ୍ୟ ଭୁଲି ଜଗତ କର୍ମୀ ଥାଏ ମନ, ପ୍ରେମ ଜଗତର ବାନ୍ଧି ଅଛି ମୋ ଜୀବନ, ଏଣୁ ତୁମ ପ୍ରେମ ହରାଇଛି ମୋର ପ୍ରାଣ, ଲୁହ ମୁଁ ଢାଳୁଛି ମୁଁ ଯେଦିନ ଦୁଃଖୀ, ଅନୁତାପେ ଆଜି ଫେରି ମୁଁ ଆସିଛି, ଲୁହ ମୁଁ ଢାଳୁଛି ମୁଁ ଯେଦିନ ଦୁଃଖୀ, ଅନୁତାପେ ଆଜି ଫେରି ମୁଁ ଆସିଛି, ଅନୁତାପ କରୁଛି, ଅନୁତାପ କରୁଛି, ଅନ୍ତର ମୋ କାନ୍ଦୁଛି, ଲୋତକ ମୋ ଝରୁଛି, ତୁମ ଆଜ୍ଞା ମାନି ଚାଲିବି ମୁଁ ଯିଶୁର ଜନ, ତୁମ ବାକ୍ୟ ଧ୍ୟାନେ ବିତାଇବି ମୋ ଜୀବନ,
क्षमा कर प्रभु मोर पाप ताप धर्म तुम रक्त जीशु धोई दियो पाप कर्म तुम आज्ञा मानी चलिबी मु जीशुर जन तुम वाक्य ध्याने बिताइबी मो जीवन क्षमा कर प्रभु मोर पाप ताप धर्म तुम रक्त जीशु धोई दियो पाप कर्म पाप मु करिछि स्वीकार मु करुछि क्षमा कर जीशु फेरि मु आसिछि अनुताप करुछि अनुताप करुछि अंतर मो कांदुछि लोतक मु ढाळुछि अनुताप करुछि अनुताप करुछि भूली जाइछि मो प्रभु तुम करुणा को पासोरी ଦେଇଛି ଯିଶୁ ତୁମ ଅନୁଗ୍ରହକୁ କ୍ଷମା ମୁଁ ମାଗୁଛି କ୍ଷମା କର ହେ ଯିଶୁ ଅନୁତାପେ ଆଜି ଫେରି ମୁଁ ଆସିଛି ଅନୁତାପ କରୁଛି ଅନୁତାପ କରୁଛି ହଁ ପ୍ରଭୁ ଆମେ ସମସ୍ତେ ରକ୍ତ ମାଂସ ଗଳାରେ ମଣିଷ ପ୍ରଭୁ ଦିନ ପ୍ରତିଦିନ ତୁମରି ସ୍ତୁତି ପ୍ରଶଂସା କରୁଛୁ ରାଜା ତୁମରି ପବିତ୍ର ବାକ୍ୟ ଶୁଣୁଛୁ ପ୍ରଭୁ ତଥାପି ଏ ଜାଗତିକ ମହାମାରୀ ପଡ଼ି ଏ ଛାର ମଣିଷ ପ୍ରଭୁ ଜଣା ଅଜଣାତରେ ପାପରେ ପଡ଼ି ଯାଉଛି ପ୍ରଭୁ ତମ ବିରୁଦ୍ଧରେ କାମ କରୁଛି ରାଜା ତୁମେ ଆମ ସମସ୍ତଙ୍କୁ ତୁମରି ପବିତ୍ର ସେ ବାକ୍ୟର ବୁଦ୍ଧି ଜ୍ଞାନରେ ପରିପୂର୍ଣ୍ଣ କର ରାଜା ଯେମିତି ଆମେ ପଥଭ୍ରଷ୍ଟ ନ ହୋଇ ତୁମ ଇଚ୍ଛା ଅନୁସାରେ ଜୀବନ କାଟି ପାରିବ ପ୍ରଭୁ ସେହିପରି ଭାବରେ ଆମେ ସମସ୍ତେ ଅନୁତପ୍ତ ହୋଇ ନିଜର ଲୋତକ ଢାଳି ପ୍ରଭୁ ତୁମରି ପବିତ୍ର ପଦଚରଣେ ଫେରି ଆସୁଛି ରାଜା ଆମ ସମସ୍ତଙ୍କୁ ତୁମେ ଏକ ମନ ଏକ ପ୍ରାଣ ଏକ ଚିତ କର ରାଜା ଯେମିତି ଆମେ ସମସ୍ତେ ଏକ ମନରେ ତୁମରି ସ୍ତୁତି ପ୍ରଶଂସା କରିବୁ ତୁମରି ବାକ୍ୟକୁ ଶିଖିବୁ ପ୍ରଭୁ ସେହିପରି ଆମ ସମସ୍ତଙ୍କୁ ତୁମେ ସାହାଯ୍ୟ ସହବର୍ତ୍ତୀ କର ବାପା ଧନ୍ୟବାଦ ଦଉଛି ରାଜା प्रत्येक विषय तुम्हें महिमा गौरव प्रशंसा पाओ धन्यवाद ये प्रार्थना हमारे एकमात्र सत्य जीवित परमेश्वर नाजारेथ यीशुଙ୍କ ମଧୁରମାନ ନାମରେ ପ୍ରାର୍ଥନା କରୁଛି ପିତା ଶୁଣ ଦୟାରେ ଗ୍ରହଣ କର ଆମେନ୍ 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 थैंक यू Amen. हाथी Amen. Praise the Lord. ସାର୍ ବହୁତ ସୁନ୍ଦର ଭାବରେ ଆଉ ଅତି ସୁନ୍ଦର ଏହି ପ୍ରଭାତରେ ଶୁଣିବା ପାଇଁ ହୃଦୟ ସ୍ପର୍ଶ ଭିତରେ ପରମେଶ୍ୱର ଆଜିର ଏହି ପ୍ରଭାତରେ ଆଜି ଆମମାନେ ପରମେଶ୍ୱରଙ୍କର ଗୌରବ ପାଇଁ ଏହି ଗୀତରେ ଆଜି ପ୍ରଭୁ ଆମମାନଙ୍କୁ
ଯେ ଆତ୍ମିକତାର ସମସ୍ତ ବିଷୟ ପ୍ରତି ଫେରାଇ ଆଣିବା ପାଇଁ ଗୀତର ବହୁତ ଅର୍ଥ ଥିଲା। ପରମେଶ୍ୱର ପ୍ରିୟ ଦାସଙ୍କ ଦେଇ ଆଜି ସେ ଗୀତ ମୁଁ ଅନୁତାପର ହୃଦୟକୁ ନେଇ ଯେଉଁ ଗୀତ ଆମେ ଶୁଣିଲୁ, ପ୍ରଭୁ ସୁନ୍ଦର ଭାବରେ କାର୍ଯ୍ୟ କରୁଥିଲେ। ଆଉ ପ୍ରଭୁଙ୍କ ଦାସଙ୍କୁ ବିଶେଷ ପ୍ରଭୁ ଆଶୀର୍ବାଦ କରନ୍ତୁ। ସେଥିପାଇଁ ଆମେ ତାଙ୍କ ପାଇଁ ଗୋଟେ କରତାଳି ଦେବା। ଆଉ ପ୍ରଭୁ ଯେପରି ପ୍ରିୟ ଦାସଙ୍କ ଦ୍ୱାରା ଆହୁରି ବହୁତ ବହୁଳ ଭାବରେ କାର୍ଯ୍ୟ କରିବା। ପ୍ରେଜ୍ ଦ ଲର୍ଡ। ଏହି ସମୟରେ ଆମେ ଆଉ ମୁଖ୍ୟ କାର୍ଯ୍ୟକ୍ରମକୁ ଯିବା। ପରମେଶ୍ୱର ଆମମାନଙ୍କୁ ଅତି ସୁନ୍ଦର ବାକ୍ୟ ନେଇ ଆସୁଥିବା ପ୍ରିୟ ଦାସଙ୍କ ନିମନ୍ତେ ଆଜିର ଯେ ଇଣ୍ଟରସେସନ୍ ପ୍ରେୟର ଆମମାନଙ୍କର ପରୀକ୍ଷା ବାବୁ ଚଳାଇ ଆଣିଛନ୍ତି ତାଙ୍କ ପାଇଁ, ଆଉ ଆଜିର ଯେପରି ୱାର୍ସିପ୍ କରି ଆସୁଥିବା ସମସ୍ତ ପ୍ରାର୍ଥନା ନିମନ୍ତେ ଆମମାନଙ୍କର ଅଭିମନ୍ୟୁ ଆଜ୍ଞାଙ୍କ ପାଇଁ, ଆଉ ଏହି ବସିଥିବା ପ୍ଲାଟଫର୍ମର ପ୍ରତ୍ୟେକ ଡିଭାଇସ୍କୁ ପ୍ରଭୁ ଯେପରି ବହୁଳ ରୂପରେ କାର୍ଯ୍ୟ କରିବେ। ଆଉ ଆମମାନଙ୍କର ବାକ୍ୟ ନେଇ ଆସୁଥିବା ସମୟରେ ନେଟୱାର୍କ କାର୍ଯ୍ୟକ୍ରମକୁ ପ୍ରଭୁ ଯେପରି ସୁସ୍ଥିର ଭାବରେ ରଖିବେ। ଆମମାନେ ସମସ୍ତେ ଜଡ଼ିତ ହୋଇଥିବା ଆହୁରି ଅନେକ ଜଣଙ୍କର ଉପସ୍ଥିତି ପାଇଁ ଆମମାନେ ପ୍ରାର୍ଥନା କରିବା। ଏ ସମୟରେ ମୁଁ ଅନୁରୋଧ କରିବି ଆମମାନଙ୍କ ମଧ୍ୟରେ ବିନୋଦ ପାଲ ଆଜ୍ଞା ଅଛନ୍ତି, ସେ ପ୍ରାର୍ଥନା କରିବେ। ପ୍ରେଜ୍ ଦ ଲର୍ଡ। ବିନୋଦ ଆଜ୍ଞା। ବିନୋଦ ପାଲ ଆଜ୍ଞା ଅଛନ୍ତି। ନାହାନ୍ତି ବୋଧେ। ଆମେ ଭଉଣୀ ଅଛନ୍ତି, ପ୍ରାର୍ଥନା କରିବେ। ଆର୍ ପି ଲେଖା ପ୍ରେଜ୍ ଦ ଅଛି, ଲର୍ଡ, ପ୍ରେଜ୍ ଦ ଲର୍ଡ ଆଜ୍ଞା, ପ୍ରେଜ୍ ଦ ଲର୍ଡ। ତ କିଛି ହଁ, କହୁନାହାନ୍ତି। ପ୍ରେଜ୍ ଦ ଲର୍ଡ। ମୋ ଅନ୍ ପ୍ରେଜ୍ ଦ ହଉନଥିଲା। ଲର୍ଡ। ଆଜ୍ଞା। ହଁ, ଅନ୍ ହଉନଥିଲା ଟିକେ। ଓହୋ ହୋ। ଓକେ। ପ୍ରେଜ୍ ଦ ଲର୍ଡ। ଉପସ୍ଥିତ ସମସ୍ତଙ୍କୁ ମୋର ନମସ୍କାର ଜ୍ଞାପନ କରେ। ନମସ୍କାର ନମସ୍କାର। Thank you, Lord Jesus. Hallelujah. 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 Glory. ଅତ୍ୟନ୍ତ ଦୟାଳୁ ସ୍ୱର୍ଗବାସୀ ପିତା, ତୁମର ସେ ମହତ୍ ଆଶ୍ଚର୍ଯ୍ୟ ନାମକୁ ଧନ୍ୟବାଦ ଦଉଛୁ। ପ୍ରଶଂସା ଗୌରବ ଗୁଣାନ୍ୱିତ କରୁଛୁ ପ୍ରଭୁ। ତୁମରି ଦୟା ସକାଶୁ ଆମେ ଆଜିର ନୂତନ ପ୍ରାତଃ ମାନଙ୍କୁ ଦେଖିବାକୁ ଦେଇଛ, ଏଥିପାଇଁ ଧନ୍ୟବାଦ ଦଉଛୁ ପ୍ରଭୁ। ତୁମରି ଆରାଧନା କରୁ କରୁ ତୁମ ଚରଣ ତଳେ ବସୁ ବସୁ ପ୍ରଭୁ, এই ସମୟରେ ପ୍ରଭୁ ତୁମରି ସେ ଜୀବନ୍ତ ବାକ୍ୟ ଶୁଣିବା ପାଇଁ ପ୍ରଭୁ, ତୁମରି ସେ ଲୋକଙ୍କ ଦ୍ୱାରା, ତୁମରି ସେ ଦାସଙ୍କ ଦ୍ୱାରା ପ୍ରଭୁ ତୁମରି ରବ ଶ୍ରବଣ କରିବା ପାଇଁ ଆମମାନଙ୍କ ଜୀବନକୁ ପ୍ରଭୁ ଏକତ୍ରିତ କରି, ସେଥିପାଇଁ ଧନ୍ୟବାଦ ଦଉଛୁ। ପ୍ରତ୍ୟେକ ଜୀବନ୍ତ ପ୍ରଭୁ ତୁମଠି ଆମେ ଠୁଳ ହବୁ ଏକତ୍ର ହୋଇ, ତୁମରି ମହିମା କରି, ତୁମରି ସେ ଜୀବନ୍ତ ବାକ୍ୟକୁ ଆମେ ସଂଗ୍ରହ କରି ଅନ୍ୟ ସ୍ଥାନରେ ମଧ୍ୟ ରୋପଣ କରିବା ପାଇଁ ପ୍ରଭୁ ଆମମାନଙ୍କୁ ଶକ୍ତିଯୁକ୍ତ କର ବୋଲି ପ୍ରାର୍ଥନା। ପ୍ରଭୁ ଆଜି ଆଜ୍ଞାଙ୍କୁ ତୁମେ ବହୁଳ ରୂପେ ଆଶୀର୍ବାଦ ଦ୍ୱିଗୁଣ ଅଭିଷେକ କର ପ୍ରଭୁ। ତୁମେ ତାଙ୍କୁ ହଜାଅ ଲୋଚାଅ, ତାଙ୍କ ଜୀବନର ସମସ୍ତ ବିଷୟକୁ ପ୍ରଭୁ ତୁମେ ଏ ପର୍ଯ୍ୟନ୍ତ ସମ୍ଭାଳି ଆଣିଛ, ସେଥିପାଇଁ ଧନ୍ୟବାଦ ଦଉଛୁ ପ୍ରଭୁ। ଆଜି ଯେଉଁ ବାକ୍ୟ ତାଙ୍କ ମୁଖ ଦ୍ୱାରା ଉଦ୍ଧାର କରି ଆମମାନଙ୍କର ଶ୍ରବଣରେ ପ୍ରଭୁ ଆମମାନଙ୍କର ତୁମରି ସେ ରବ ପ୍ରଭୁ ଆମଙ୍କ ଜୀବନରେ ପ୍ରତିଫଳିତ ହବ ବୋଲି ପ୍ରାର୍ଥନା। ପ୍ରତ୍ୟେକଙ୍କୁ ଆଶୀର୍ବାଦ ପ୍ରଭୁ ସୁସ୍ଥିର ଚିତ୍ତ ଦିଅ, ସ୍ଥିର ଆତ୍ମା ଦେଇ ପ୍ରତିଭଙ୍କୁ ତୁମେ ନିୟନ୍ତ୍ରଣ ମଧ୍ୟରେ ରଖ ବୋଲି ପ୍ରାର୍ଥନା। ସେତେବେଳେ ସମସ୍ତ ପ୍ରଭୁ ଚିତ୍ତରେ ବସି ତୁମ ରବ ଶୁଣିବାକୁ ପାରିବୁ, ଏପରି ଅନୁଭବ ତୁମେ ମହିମାନିତ, ତୁମେ ଗୌରବ ବାକ୍ୟ ରୂପୀ ପରମେଶ୍ୱର ତୁମେ ହିଁ କଥା କହି ମହିମାନ୍ୱିତ ବୋଲି এই ক্ষুদ্র নিবেদন প্রিয়তম যিশুଙ୍କ ନାମରେ ମାଗିଲି ପିତା, ଆମେନ୍। ଆମେନ୍ ଆମେନ୍।
ପ୍ରେଜ୍ ଦ ଲର୍ଡ ଆଜ୍ଞା। ପ୍ରଭୁଙ୍କ ନାମ Praise the ଧନ୍ୟବାଦ। Lord. Praise ଆମମାନଙ୍କୁ ପ୍ରାର୍ଥନାରେ କଢ଼ାଇ ନେଇଥିବା ସମସ୍ତ ବିଷୟକୁ ସ୍ମରଣ କରି ପ୍ରଭୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆମମାନେ ସମସ୍ତେ ଆଉ ଆମମାନଙ୍କର ଅତି ପ୍ରିୟ କାର୍ଯ୍ୟକ୍ରମ ମଧ୍ୟରେ ଆମମାନଙ୍କର ମୁଖ୍ୟ କାର୍ଯ୍ୟକ୍ରମ ରହିଛି, ଯାହାକି ଆମମାନଙ୍କର ବାକ୍ୟ ନେଇ ଆସୁଥିବା ପ୍ରଭୁଙ୍କ ଦାସ ଅଛନ୍ତି ଆଉ ଜେମ୍ସ ଜେନା ଆଜ୍ଞାଙ୍କୁ ମୁଁ ଅନୁରୋଧ କରିବି ଆଉ ଯେପରି ପ୍ରସ୍ତୁତ ଅଛନ୍ତି ଆଉ ବାକ୍ୟ ନେଇ ଆସିବେ। ଆମେ କରତାଳି ଦେଇ ଜେନା ଆଜ୍ଞାଙ୍କୁ ସ୍ୱାଗତ କରିବା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ ଆଜ୍ଞା। Praise the Lord. Praise the Lord. ମତେ ଶୁଣି ପାରୁଛନ୍ତି? ମୋର ଆୱାଜ ପହଞ୍ଚୁଛି? ଆଜ୍ଞା ବହୁତ ବହୁତ ଆଜ୍ଞା ଧନ୍ୟବାଦ। ଥ୍ୟାଙ୍କ ୟୁ। ସମ୍ପୂର୍ଣ୍ଣ ଭାବେ ପ୍ରଭୁଙ୍କୁ ମୁଁ ବିଶେଷ ଭାବରେ ଧନ୍ୟବାଦ ଦିଏ କି ପୁନର୍ବାର ଆପଣମାନଙ୍କ ମଧ୍ୟକୁ ଆସିବା ପାଇଁ ମୁଁ ସୁଯୋଗ ପାଇଲି। ଯଦି ଆମେ ବହୁ ଦୂର ଦୂର ସ୍ଥାନରୁ ଯୋଡ଼ିଛୁ, କିନ୍ତୁ ପ୍ରଭୁ ଆମମାନଙ୍କୁ ଏ ଯୋଉ ଟେକ୍ନୋଲୋଜି ଦେଇଛନ୍ତି, ଯାହା ଫଳରେ ଆମେ ଗୋଟିଏ ସ୍ଥାନରେ ବସି ତାଙ୍କରି ଉପାସନା ଆରାଧନା କରିବା ପରି ଆମମାନଙ୍କୁ ଲାଗେ। ପ୍ରଭୁଙ୍କୁ ବିଶେଷ ଭାବରେ ଧନ୍ୟବାଦ ଦିଏ। ମୋର ମନେ ପଡେ ଯେତେବେଳେ ମୋର ଯୁବକ ଅବସ୍ଥାରେ ଥିଲି କି ସେ ସମୟରେ ପ୍ରଭୁ ଆମେ ଯେତେବେଳେ ଉପାସନା କରୁ, ହୁଏତ ଆମେ ସପ୍ତାହରେ ଥରେ ବା ଦୁଇଥର ଆମେ ଉପାସନାଳୟକୁ ଯାଉଥିଲୁ। ଯେତେବେଳେ ଟେକ୍ନୋଲୋଜି ନଥିଲା, ସେ ସୁଯୋଗ ଆମେ ପାଉଥିଲୁ। ଗିର୍ଜାକୁ ଯିବୁ, ସେଠି ବସିକିରି ପ୍ରଭୁଙ୍କର ବାକ୍ୟ ଶୁଣିବୁ ବା ଆରାଧନା କରିବୁ। ତା ସହିତ କିନ୍ତୁ ପ୍ରଭୁ ଆମମାନଙ୍କୁ ଏତେ ସୁନ୍ଦର ଟେକ୍ନୋଲୋଜି ଦେଲେ ଯେ ଆମେ ପ୍ରତିଦିନ ଆମମାନଙ୍କର ଦୈନନ୍ଦିନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ପ୍ରଭୁଙ୍କ ସହିତ ସାକ୍ଷାତ ହେବା ଏବଂ ପ୍ରଭୁଙ୍କ ସହିତ ମିଳିତ ହୋଇ ତାଙ୍କରି ଲୋକମାନଙ୍କର ସହଭାଗିତାରେ ପ୍ରଭୁଙ୍କର ବାକ୍ୟ ଶୁଣି ଆରାଧନା ଉପାସନା କଲା ପରେ ଆମ କାର୍ଯ୍ୟ ଆମେ ଆରମ୍ଭ କରିବାକୁ ଯାଉଛୁ। ଏତେ ସୁନ୍ଦର ସୁଯୋଗ ସତରେ ପ୍ରଭୁ ଆମମାନଙ୍କୁ ଏତେ এই ପ୍ରକାର ଟେକ୍ନୋଲୋଜି ଦେଇଛନ୍ତି ଯେ ଆମେ ତାକୁ ବ୍ୟବହାର କରି ଆମେ ପ୍ରଭୁଙ୍କର ବାକ୍ୟ ଶୁଣିବାକୁ ପାରୁଛୁ। ପ୍ରଭୁଙ୍କୁ ବହୁତ ବହୁତ ଧନ୍ୟବାଦ। ଆମମାନଙ୍କୁ ସୁନ୍ଦର ଟେକ୍ନୋଲୋଜି ସେ ଆମମାନଙ୍କୁ ଦେଇଛନ୍ତି, ତ ଆମେ ତାର ସୁଯୋଗର ସଦ୍ବ୍ୟବହାର କରିବା ଏବଂ ପ୍ରଭୁଙ୍କ ପ୍ରତି ଅଧିକ ଭାବରେ ଆମେ ଯତ୍ନଶୀଳ ହେବା। ତା ସହିତ ମୁଁ ଆମମାନଙ୍କର ଆଚାର୍ଯ୍ୟ କର ଆଜ୍ଞାଙ୍କୁ ମୁଁ ଧନ୍ୟବାଦ ଦିଏ କି ସେ ଆମମାନଙ୍କୁ ମାନେ ମତେ ଆପଣମାନଙ୍କ ମଧ୍ୟକୁ ଆସିବା ପାଇଁ ସୁଯୋଗ ପ୍ରଦାନ କରିଛନ୍ତି। ଆଜିର ପ୍ରାରମ୍ଭିକ ପ୍ରାର୍ଥନାରେ ପଇଛା ଓ ଯୋଉ ନେତୃତ୍ୱ ନେଇ ଯୋଉ ପ୍ରାର୍ଥନା ଯୋଦ୍ଧା ମାନଙ୍କ ସହିତ ପ୍ରାର୍ଥନା କରିଛନ୍ତି, ସେଥିପାଇଁ ମଧ୍ୟ ଆମେ ପ୍ରଭୁଙ୍କୁ ଧନ୍ୟବାଦ ଦଉଛୁ। ଆଜିର ଆରାଧନା ସତରେ ଆମମାନଙ୍କୁ ଏକ ହୃଦୟସ୍ପର୍ଶୀ ଥିଲା। ଆଉ ଆମେ ସେ ନନ୍ଦା ଆଜ୍ଞାଙ୍କୁ ବିଶେଷ ଭାବରେ ଧନ୍ୟବାଦ ଦିଏ। ଶେଷ ଆଉ ତୃତୀୟ ଗୀତଟି ଆଉ ତୃତୀୟ ବା ଶେଷ ଗୀତଟି ସେ ପ୍ରକାର ଗାଉଥିଲେ, ଯାହାକି ଆଜିର ବାକ୍ୟ ସହିତ ବି ମେଳ କରୁଥିଲା। ପ୍ରଭୁଙ୍କୁ ଧନ୍ୟବାଦ କରେ। ପୁଣି ଆମମାନଙ୍କର ବିଧାନ ଆଜ୍ଞାଙ୍କୁ ବିଶେଷ ଭାବରେ ଧନ୍ୟବାଦ ଦିଏ, ମତେ ସେ ଆହ୍ୱାନ କରିଛନ୍ତି। ଆଉ ମୁଁ ଅନୁରୋଧ କରିବି ମୋର ବାକ୍ୟ କହିବା ପୂର୍ବରୁ ଆପଣ ସମସ୍ତଙ୍କୁ, ଯଦି ଆମେ ଭିଡିଓ ଯଦି ଅନ୍ ନ କରିପାରୁଛୁ, ଯଦି ମୋର ସ୍ୱର ଶୁଣି ପାରୁଛନ୍ତି, ଆପଣ ମାନେ ରିଏକ୍ସନ ବଟନ କୁ ଯାଇକି ଥମ୍ସ ଅପ୍ ଦେଖେଇବେ କି? ତବେ ମୁଁ ଜାଣିବି ଯେ ଆପଣ ମାନେ ଆମ ସାଙ୍ଗରେ ଅଛନ୍ତି ବୋଲିକିରି। ଯେତେ ଜଣ ଭିଡିଓ ବନ୍ଦ କରିଛନ୍ତି ସେମାନେ କଣ ଥମ୍ସ ଅପ୍ କରିକି ଦେଖେଇବେ କି, ରିଏକ୍ସନ କରେଇବେ କି? ଯଦି ଆପଣ ମାନେ ଉପସ୍ଥିତ ଅଛନ୍ତି, ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ। ଅନେକ ଲୋକ ଏ ପର୍ଯ୍ୟନ୍ତ କରିନାହାନ୍ତି ଥମ୍ସ ଅପ୍। ଆମେ ଜାଣିବୁ ଆପଣ ମାନେ ଏଠାରେ ନାହାନ୍ତି। ଯଦି ଆପଣ ମାନେ କମ୍ଫର୍ଟେବଲ ପ୍ଲେସ ରେ ଅଛନ୍ତି, ମୋର ସ୍ୱର ଆପଣ ମାନେ ଶୁଣି ପାରୁନାହାନ୍ତି, ମୁଁ ଯାହା କହିବି। ବହୁତ ଧନ୍ୟବାଦ। ଦୟାକରି ଥମ୍ସ ଅପ୍ କରିବେ। ଯଦି ଶୁଣି ପାରୁଛନ୍ତି ହାଲୋ ହାଇ କରିପାରିବେ ବି ଆପଣ ମାନେ, ଯଦି ଭିଡିଓ ନ କରିପାରନ୍ତି। ହାଏ Hello, ହ୍ୟାଲୋ। hi, praise the Lord, praise the ହ୍ୟାଲୋ Lord, ହ୍ୟାଲୋ ପ୍ରେଜ ଦ ଲର୍ଡ, ପ୍ରେଜ ଦ ଲର୍ଡ, ଶୁଣି ଥ୍ୟାଙ୍କ ୟୁ। ପାରୁଛୁ ଆଜ୍ଞା, ଶୁଣି ପାରୁଛୁ। Lord, praise the ବହୁତ Lord, ବହୁତ ଧନ୍ୟବାଦ। praise the Lord. ବହୁତ ଧନ୍ୟବାଦ ଆପଣମାନଙ୍କୁ ମୋର ହୃଦୟର କୃତଜ୍ଞତା ସହିତ ମୁଁ ଆପଣଙ୍କୁ ଧନ୍ୟବାଦ ଦିଏ। ଆପଣମାନେ ନିଶ୍ଚିତ ଭାବରେ ଅଛନ୍ତି ଆଉ ଶୁଣୁଛନ୍ତି, ଏହା ମୋର ବିଶ୍ୱାସ। ଥ୍ୟାଙ୍କ ୟୁ ସୋ ମଚ୍। ତେବେ ଆସନ୍ତୁ Praise ଆଜିର ମାନେ ବାକ୍ୟ ଶୁଣିବାକୁ ଯେ ମୁଁ ଅନୁରୋଧ କରିବି, ମୁଁ ବେଶୀ ସମୟ କହିବି ନାହିଁ, କମ ସମୟ ମଧ୍ୟରେ ମୁଁ ଚେଷ୍ଟା କରିବି ମୁଁ ଆପଣମାନଙ୍କୁ ପ୍ରଭୁଙ୍କର ବାକ୍ୟ କହିବା ପାଇଁ। ତେବେ ଆସନ୍ତୁ ଆମେ ଆଜିର ବାକ୍ୟକୁ ଆମେ ଧ୍ୟାନ କରିବା। ଏଇ ଜଣେ ମତେ ପଢିବାରେ ସାହାଯ୍ୟ କରିଦେବେ। ଯୋହନ ଲିଖିତ ସୁସମାଚାର ତାର 21 ଅଧ୍ୟାୟ 1 ପଦରୁ 19 ପଦର ଶେଷ ପର୍ଯ୍ୟନ୍ତ। ଯୋହନ ଲିଖିତ ସୁସମାଚାର 21 ଅଧ୍ୟାୟ 1 ପର୍ବରୁ 19 ପଦର ଶେଷ ପର୍ଯ୍ୟନ୍ତ।
ଏଥିଉତ୍ତାରୁ ଯୀଶୁ ତିବିରିଆ ସମୁଦ୍ର କୂଳରେ ଶିଷ୍ୟମାନଙ୍କୁ ପୁନର୍ବାର ଦର୍ଶନ ଦେଲେ। ସେ ଏହି ପ୍ରକାର ସିମୋନ ପିତର, ଥୋମା ଯାହାଙ୍କୁ ଦିମନ କହନ୍ତି, ଗାଲିଲିର କାହ୍ନା ନିବାସୀ ନିଥନିଏଲ, ଜେବଦୀଙ୍କର ପୁତ୍ରମାନେ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଆଉ 2 ଜଣ ଏକତ୍ର ଥିଲେ। ସିମୋନ ପିତର ସେମାନଙ୍କୁ କହିଲେ, ମୁଁ ମାଛ ଧରିବାକୁ ଯାଉଅଛି। ସେମାନେ ତାଙ୍କୁ କହିଲେ, ଆମ୍ଭେମାନେ ମଧ୍ୟ ତୁମ୍ଭ ସଙ୍ଗରେ ଯିବୁ। ସେମାନେ ବାହାରି ଯାଇ ନୌକାରେ ଚଢ଼ିଲେ, ଆଉ ସେହି ରାତ୍ରିରେ କିଛି ଧରି ପାରିଲେ ନାହିଁ। କିନ୍ତୁ ପାହାନ୍ତା ହେଲାଉତାରେ ଯୀଶୁ କୂଳରେ ଠିଆ ହେଲେ। ତଥାପି ସେ ଯୀଶୁ ବୋଲି ଶିଷ୍ୟମାନେ ଜାଣିଲେ ନାହିଁ। ଯୀଶୁ ସେମାନଙ୍କୁ କହିଲେ, ପିଲାମାନେ, ତୁମ୍ଭମାନଙ୍କ ପାଖରେ କ'ଣ ଅଛି ଖାଇବାର ଅଛି? ସେମାନେ ତାହାଙ୍କୁ ଉତ୍ତର ଦେଲେ ନାହିଁ। ସେ ସେମାନଙ୍କୁ କହିଲେ, ନୌକାର ଡାହାଣ ପାଖରେ ଜାଲ ପକାଅ, ଆଉ ତୁମ୍ଭେମାନେ ପାଇବ। ସେଥିରେ ସେମାନେ ଜାଲ ପକାଇଲେ, ଆଉ ଏତେ ମାଛ ପଡ଼ିଲା ଯେ ସେମାନେ ତାହା ଟାଣି ପାରିଲେ ନାହିଁ। ସେଥିରେ ଯୀଶୁ ଯେଉଁ ଶିଷ୍ୟମାନଙ୍କୁ ପ୍ରେମ କରୁଥିଲେ, ସେ ପିତରଙ୍କୁ କହିଲେ, ଏ ତ ପ୍ରଭୁ। ସିମୋନ ପିତର ଏ ତ ପ୍ରଭୁ ବୋଲି ଶୁଣି ଫୁଙ୍ଗା ଦେହ ହୋଇଥିବାରୁ ଆପଣା ଅଙ୍ଗରଖା ପିନ୍ଧି ସମୁଦ୍ରକୁ ଡେଇଁ ପଡ଼ିଲେ। କିନ୍ତୁ ଅନ୍ୟ ଶିଷ୍ୟମାନେ ମାଛରେ ଭର୍ତ୍ତି ହୋଇଥିବା ଜାଲ ଟାଣି ଟାଣି ସାନ ନାଆରେ ଆସିଲେ, କାରଣ ସେମାନେ କୂଳକୁ ଅଧିକ ଦୂରରେ ନଥିଲେ, କେବଳ ପ୍ରାୟ 200 ହାତ ଦୂରରେ ଥିଲେ। ସେମାନେ କୂଳରେ ଓହ୍ଲାଇ ସେଠାରେ ଅଙ୍ଗାରର ନିଆଁ, ପୁଣି ତାହା ଉପରେ ଭଜା ମାଛ ଓ ରୋଟି ଥୁଆ ହୋଇଥିବା ଦେଖିଲେ। ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ଏବେ କେଉଁ ମାଛ ଧରିଅଛ? ସେଥିରୁ କିଛି ଆଣ। ସିମୋନ ପିତର ଯାଇ 100 ତେବନ ବଡ଼ ବଡ଼ ମାଛ ଭର୍ତ୍ତି ହୋଇଥିବା ଜାଲ କୂଳକୁ ଟାଣି ଆଣିଲେ, ଆଉ ଏତେ ମାଛରେ ସୁଦ୍ଧା ଜାଲ ଛିଣ୍ଡିଲା ନାହିଁ। ଯୀଶୁ ସେମାନଙ୍କୁ କହିଲେ, ଆସି ଭୋଜନ କର। ଶିଷ୍ୟମାନଙ୍କ ମଧ୍ୟରୁ କେହି ତୁମ୍ଭେ କିଏ ବୋଲି ତାହାଙ୍କୁ ପଚାରିବାକୁ ସାହସ କରୁନଥିଲେ, କାରଣ ସେ ଯେ ପ୍ରଭୁ ଏହା ସେମାନେ ଜାଣିଥିଲେ। ଯୀଶୁ ଆସି ରୋଟି ଘେନି ସେମାନଙ୍କୁ ଦେଲେ, ଆଉ ସେହି ପ୍ରକାରେ ମାଛ ମଧ୍ୟ ଦେଲେ। ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହେଲାଉତାରେ ଯୀଶୁ ଶିଷ୍ୟମାନଙ୍କୁ ଏହି ତୃତୀୟ ଥର ଦର୍ଶନ ଦେଲେ। ସେମାନେ ଭୋଜନ କଲାଉତାରେ ଯୀଶୁ ସିମୋନ ପିତରଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ସିମୋନ, ତୁମ୍ଭେ କ'ଣ ମୋତେ ଏମାନଙ୍କ ଠାରୁ ଅଧିକ ପ୍ରେମ କରୁଅଛ? ସେ ତାହାଙ୍କୁ କହିଲେ, ହଁ ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି ତାହା ଆପଣ ଜାଣନ୍ତି। ସେ ତାଙ୍କୁ କହିଲେ, ମୋହର ମେଷମାନଙ୍କୁ ଚରାଅ। ସେ ପୁନର୍ବାର 2ୟ ଥର ତାଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ସିମୋନ, ତୁମ୍ଭେ କ'ଣ ମୋତେ ପ୍ରେମ କରୁଅଛ? ସେ ତାହାଙ୍କୁ କହିଲେ, ହଁ ପ୍ରଭୁ, ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି ତାହା ଆପଣ ଜାଣନ୍ତି। ସେ ତାଙ୍କୁ କହିଲେ, ମୋହର ମେଷମାନଙ୍କୁ ପ୍ରତିପାଳନ କର। ସେ 3ୟ ଥର ତାଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ସିମୋନ, ତୁମ୍ଭେ କ'ଣ ମୋତେ ସ୍ନେହ କରୁଅଛ? ତୁମ୍ଭେ କ'ଣ ମୋତେ ସ୍ନେହ କରୁଅଛ? ଏହା କହି ସେ 3ୟ ଥର ପିତରଙ୍କୁ ପଚାରିବାରୁ ସେ ଦୁଃଖିତ ହୋଇ ତାହାଙ୍କୁ କହିଲେ, ପ୍ରଭୁ, ଆପଣ ସମସ୍ତ ବିଷୟ ଜାଣନ୍ତି। ମୁଁ ଯେ ଆପଣଙ୍କୁ ସ୍ନେହ କରୁଅଛି ତାହା ଆପଣ ଜାଣନ୍ତି। ଯୀଶୁ ତାହାଙ୍କୁ କହିଲେ, ମୋହର ମେଷମାନଙ୍କୁ ଚରାଅ। ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ଯୁବକ ଥିବା ସମୟରେ ତୁମ୍ଭେ ଆପଣା କଟି ବନ୍ଧନ କରି ଯେଉଁଆଡ଼େ ଇଚ୍ଛା ସେଇଆଡ଼େ ଭ୍ରମଣ କରୁଥିଲ, କିନ୍ତୁ ବୃଦ୍ଧ ହେଲେ ତୁମ୍ଭେ ଆପଣା ହସ୍ତ ବିସ୍ତାର କରିବ ଓ ଅନ୍ୟ ଜଣେ ତୁମ୍ଭର କଟିବନ୍ଧନ କରି ଯେଉଁଆଡ଼େ ତୁମ୍ଭର ଇଚ୍ଛା ନଥିବ ସେଇଆଡ଼େ ତୁମ୍ଭକୁ ଘେନିଯିବ। ସେ କେଉଁ ପ୍ରକାରେ ମୃତ୍ୟୁଭୋଗ ଦ୍ୱାରା ଈଶ୍ୱରଙ୍କୁ ଗୌରବାନ୍ୱିତ କରିବେ, ସେଥିର ସୂଚନା ଦେଇ ସେ ଏହା କହିଲେ। ଏହା କହିଲା ଉତ୍ତାରେ ସେ ତାଙ୍କୁ କହିଲେ, ମୋହର ଅନୁଗାମୀ ହୁଅ। ବହୁତ ବହୁତ ଧନ୍ୟବାଦ ଭଉଣୀ। ସ୍ପଷ୍ଟ ଭାବରେ ସମସ୍ତେ ବୁଝିଲା ଭଳି ଆପଣ ଆମମାନଙ୍କୁ ପାଠ କରି ଶୁଣିଛନ୍ତି। ପ୍ରଭୁ ଆଶୀର୍ବାଦ କରନ୍ତୁ। ପ୍ରଭୁ ଆମମାନଙ୍କର এই ପଠିତ ବାକ୍ୟରେ ପ୍ରତ୍ୟେକଙ୍କୁ ବୁଝିବା ପାଇଁ ତାଙ୍କରି ଜ୍ଞାନ ଆଉ ଶକ୍ତି ଆମମାନଙ୍କୁ ପ୍ରଦାନ କରନ୍ତୁ। ଏହା ଆମମାନଙ୍କର ଏକ ଫ୍ୟାମିଲିଆର ପେସେଜ। ସମସ୍ତେ ଆମେ ଅନେକ ସମୟରେ ପାଠ କରିଛୁ, ଶୁଣିଛୁ, ସୁଯୋଗ ପାଇଲେ ମଧ୍ୟ ଆମେ ତାକୁ କ'ଣ କରିଛୁ ନା ପ୍ରଚାର ବି କରିଛୁ। ତେବେ ଏଟା ନିଃସନ୍ଦେହ ଯେତେବେଳେ ଆମେ ପେସେଜଟି ପଢୁଥିଲୁ, ଏଠାରେ ଏକ ସୁନ୍ଦର ଘଟଣାଟିକୁ
ବର୍ଣ୍ଣନା କରାଯାଇଛି। ସୁସମାଚାର ନିଃସନ୍ଦେହ ଯେ ସୁସମାଚାର ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ ଆଉ ବାସ୍ତବ ବି ଅଟେ, ଯାହାକି ଆମମାନଙ୍କର ଆଖି ଆଗରେ ସବୁ ଘଟି ଚାଲିଛି। ତେବେ ଆମେ ଅନୁରୋଧ କରିବି ଆମେ ଏ ଶାସ୍ତ୍ରାଂଶକୁ ଖୋଲା ରଖିବା। ଆମେ ଯେତେବେଳେ ଆମେ ପାଠ କରିବା ବା ଶିକ୍ଷା କରିବା ଆମେ ମଝିରେ ମଝିରେ ତାକୁ ଦେଖିବାକୁ ପାରିବା। ତେବେ ମୁଁ ଆଜିର ଯୋଉ ଚିନ୍ତା ବିଷୟଟି କହିବି ତାହା ହଉଛି 3 ଗୋଟି ବହୁମୂଲ୍ୟ ବିଷୟ ଏଠାରେ କଣ ଅଛି ଏ ଶାସ୍ତ୍ରାଂଶରେ ସେ ବିଷୟରେ ଆପଣ ମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ମୁଁ ଚେଷ୍ଟା କରିବି। ତ ଦେଖିବା ପ୍ରଥମ ବିଷୟ, ମନୁଷ୍ୟର ଏ ପ୍ରକାର ପ୍ରକୃତି ଯେ କଣ ହୁଏ ନା ପୁନର୍ବାର ଆମମାନଙ୍କର ପୁରୁଣା ସ୍ୱଭାବକୁ ଆମେ ଫେରି ଯାଇଥାଉ, ପୁନଃ ପୂର୍ବ ଜୀବନକୁ ଆମେ ଫେରି ଯାଇଥାଉ। ଏଟା ହଉଛି ମନୁଷ୍ୟର ପ୍ରବୃତ୍ତି, ଯୋଉଟା କି 3 ପଦରେ ଲେଖା ଅଛି। ସିମନ ପିତର ସେମାନଙ୍କୁ କହିଲେ ମୁଁ ମାଛ ଧରିବାକୁ ଯାଉଅଛି। ସେମାନେ ତାଙ୍କୁ କହିଲେ ଆମେମାନେ ମଧ୍ୟ ତୁମ ସାଙ୍ଗରେ ଯିବୁ। ଆଉ ସେମାନେ ମାନେ ଏମାନଙ୍କର ବ୍ୟବସାୟ ମାଛ ଧରିବାର ଥିଲା, ଆଉ ଏମାନଙ୍କର ବ୍ୟବସାୟକୁ ଆଉ ଥରେ ସେମାନେ ପୁନର୍ବାର ଫେରି ଯାଇଛନ୍ତି। ଏଇ ଘଟଣାଟି ଆମେ ଦେଖିବାକୁ ପାଉଛୁ। ଆମେ ଯେତେବେଳେ ପ୍ରଭୁ ଯୀଶୁଙ୍କୁ ଗ୍ରହଣ କରୁ କୌଣସି ସଭାରେ, କୌଣସି ରିଟ୍ରିଟ୍ରେ, କୌଣସି ଉଦ୍ଦୀପନା ସଭାରେ, ପ୍ରାର୍ଥନାରେ ଆମେ ଏ ପ୍ରକାର ନିଷ୍ପତ୍ତି ନେଇଥାଉ କି ମୁଁ ଆଜିଠୁ ମୁଁ ପ୍ରଭୁଙ୍କର ହେବି, ପ୍ରଭୁଙ୍କ ସାଙ୍ଗରେ ମୁଁ ଚାଲିବି, ପ୍ରଭୁଙ୍କ ସହିତ ରହିବି, ଆଉ ମୁଁ ପୁରାତନ ସ୍ୱଭାବକୁ ମୁଁ ଫେରି ଯିବି ନାହିଁ, ମୋର ଭୁଲ କାର୍ଯ୍ୟକୁ ମୁଁ ଆଉ କେବେ ବି କରିବା, ଏ ପ୍ରକାର ଆମେ ନିଷ୍ପତ୍ତି ନେଇଥାଉ। କିନ୍ତୁ ଭାବୁଛୁ ଆମେ ଏ ଭୁଲ କାମ ସବୁ ମୁଁ ଛାଡ଼ିଦେବି, ଏଇଟା ମୁଁ ଆଉ ବିଲକୁଲ କରିବି ନାହିଁ, ମୁଁ ଆଉ କେବେ ବି ଫେରିକି ଯିବି ନାହିଁ। କିନ୍ତୁ ମନୁଷ୍ୟର ଦୁର୍ବଳତା କଣ ନା ଅନେକ ସମୟରେ ଆମେ ଏ ପ୍ରକାର ନିଷ୍ପତ୍ତି ନେଲା ପରେ ବି ଆମେ ଫେରି ଯାଇଥାଉ। ଆମେ ଏ ପେସେଜରେ ଦେଖୁଛୁ ଶିଷ୍ୟମାନେ ଯୀଶୁଙ୍କ ସହିତ ଯେତେବେଳେ ଯାଇଛନ୍ତି, ଯୀଶୁ ଯେତେବେଳେ କ୍ରୁଶାର୍ପିତ ହେଇଯାଉଛନ୍ତି, ଯେତେବେଳେ ଯୀଶୁ ସେମାନଙ୍କଠାରୁ ଦୂରରେ କିଛି ସମୟ ପର୍ଯ୍ୟନ୍ତ ଦୂର ଯାଇଛନ୍ତି, ସେ ସମୟରେ ଏମାନେ କଣ କରୁଛନ୍ତି ନା ପୁନର୍ବାର ତାଙ୍କରି ସେଇ ପୁରୁଣା କାର୍ଯ୍ୟକୁ ବା ଏ ସ୍ଥାନକୁ ସେମାନେ କଣ କରିଛନ୍ତି ନା ଫେରି ଯାଇଛନ୍ତି। ଦେଖିବା ଯେତେବେଳେ ଆମେ କି ଲୁକ ପୁସ୍ତକ ଯେତେବେଳେ ଆମେ 5ରୁ 11 ପଦ ଯଦି ପାଠ କରିବାନି, ଆପଣମାନେ ଦେଖିପାରିବେ ଲୁକ ପୁସ୍ତକ 5 ତାର 5 ପଦରୁ 11 ପଦରେ ଯେତେବେଳେ ପ୍ରଭୁ ଯୀଶୁ ପ୍ରଥମ ଥର ସେମାନଙ୍କୁ ଦର୍ଶନ ଦଉଛନ୍ତି, ସେଠାରେ ମଧ୍ୟ ସେମାନେ ବହୁତ ମାଛ ଧରିଛନ୍ତି। ମାଛ ଧରିଲା ପରେ ଯୀଶୁ ଯେତେବେଳେ ସେମାନଙ୍କୁ ଆହ୍ୱାନ କରିଛନ୍ତି, ଆଉ ସେ ସମୟରେ ସେମାନେ କଣ ସମସ୍ତ ପରିତ୍ୟାଗ କରି ମାଛକୁ, ଜାଲକୁ, ତାଙ୍କର ସମସ୍ତ ବ୍ୟବସାୟକୁ ସେ କଣ କରିଛନ୍ତି ପରିତ୍ୟାଗ କରିକି ଯୀଶୁଙ୍କର ସହିତ ସେମାନେ ଯାଇଛନ୍ତି। କିନ୍ତୁ ବର୍ତ୍ତମାନ ଯେତେବେଳେ ଯୀଶୁ କ୍ରୁଶାର୍ପିତ ହେଲେ, କିଛି ସମୟ ପାଇଁ ସେମାନଙ୍କ ଠାରୁ ଦୂରରେ ଥାନ୍ତେ, ପୁନରୁତ୍ଥିତ ହେଇଛନ୍ତି, ବିଭିନ୍ନ ସ୍ଥାନରେ ଯୀଶୁ ଅନ୍ୟମାନଙ୍କୁ ଦର୍ଶନ ଦଉଛି। ଏଇ ସମୟ ଭିତରେ ଏମାନଙ୍କ ମନରେ ଏକ ସନ୍ଦେହ ଜାତ ହଉଛି ଯେ ଆମେ କଣ କରିବୁ କହି ସେମାନେ କଣ କରିଛନ୍ତି, ଆଉ ଥରେ ତାଙ୍କରି ସେ ମାଛ ଧରିବା କାର୍ଯ୍ୟକୁ ସେମାନେ ଫେରି ଯାଇଛନ୍ତି। କିନ୍ତୁ ଦୁଃଖର ବିଷୟ, ରାତି ସାରା ସେମାନେ ପରିଶ୍ରମ କଲା ପରେ ବି କିଛି ସେମାନେ ପାଇନାହାନ୍ତି, ଖାଲି ହାତରେ ଫେରି ଆସିଛନ୍ତି। ଆଉ ଠିକ ସେଇ ସମୟରେ ଯୀଶୁ କଣ କରିଛନ୍ତି, ସେମାନଙ୍କ ନିକଟରେ ଉପସ୍ଥିତ ହେଇଛନ୍ତି ଆଉ ପଚାରୁଛନ୍ତି ପିଲାମାନେ ତୁମମାନଙ୍କ ଠାରେ କିଛି ଖାଇବାର ଅଛି କି? ସେମାନେ ସେମାନଙ୍କର ବ୍ୟବସାୟରେ ଧୁରନ୍ଧର ଥିଲେ। ମାଛ ଧରିବା କାର୍ଯ୍ୟ ସେମାନଙ୍କର ବହୁତ ବର୍ଷ ଧରି ସେମାନେ କରିକି ଆସୁଥିଲେ। ମାତ୍ର 3 ବର୍ଷ କେତେ ସମୟ ପର୍ଯ୍ୟନ୍ତ ସେମାନେ ଯୀଶୁଙ୍କ ସହିତ ଥିଲେ। ଆଉ ମାଛ ସେମାନଙ୍କର କଳା କୌଶଳ ଅଧିକ ଥିଲା ସେମାନଙ୍କ ମାଛ ଧରିବା ପାଇଁ। ସମୁଦ୍ର ଭିତରେ କୋଉ ସ୍ଥାନରେ କି ପ୍ରକାର ସମୟରେ ସେମାନେ ମାଛ ଧରିବେ, ଏ ସମସ୍ତ ବିଷୟର କୌଶଳ ସେମାନେ ଭଲରେ ଜାଣିଛନ୍ତି। କିନ୍ତୁ ଯେତେବେଳେ ଯୀଶୁ ଆସିକି ପଚାରୁଛନ୍ତି ତମେ କଣ କିଛି ମାଛ ଧରିଛ କି, 5 ପଦ ଯଦି ପଢିବା ଲେଖା ଅଛି, ଯୀଶୁ ସେମାନଙ୍କୁ କହିଲେ ପିଲାମାନେ ତମ ପାଖରେ କଣ କିଛି ଖାଇବାର ଅଛି? ଉତ୍ତର ଅଛି କିଛି ସେମାନଙ୍କ ପାଖରେ। ଯେତେବେଳେ ଆମେ ଆମର ପୁରାତନ ସ୍ୱଭାବକୁ ଆମେ ଫେରି ଯାଉ, ଆମେ କିଛି କରିପାରିନଥାଉ। ଯେତେବେଳେ ଆମେ ଯୀଶୁଙ୍କ ସହିତ ଚାଲୁ, ତାପରେ ଆମେ ଯେତେବେଳେ ଆଉ କିଛି ହଉନି କହି ଯଦି ଆମେ ଫେରିକିରି ଆସୁ, ଆମମାନଙ୍କ ଜୀବନରେ ଅସଫଳତା ମାନେ ଅନୁଭବ କରିଥାଉ। ପ୍ରିୟ ବନ୍ଧୁଗଣ, ଯେତେବେଳେ ଆମେ ପ୍ରଥମ ନିଷ୍ପତ୍ତି ନେଉ କି ମୁଁ ଆଜିଠୁ ପ୍ରଭୁଙ୍କର ହେବି,
प्रभु को ग्रहण करी प्रभु सहित चलिए ए प्रकार कह जो आम प्रभु सहित प्रभु एवं तापर जदि आम पुनर्बार किसी समय फेरी पड़े आसू जो आम कौन कार्य करूँ आम कि भी करवा कि खुशी कथा 7 पद जो पढ़ा जीशु से निर्देश देले आउ से माने बड़ बड़ माछ से माने धरिबा को पारिले जीशुଙ୍କର निर्देश ପରେ से माने कार्य कले आ बड़ बड़ माछ धरले तांकरी प्रियतम शिष्य सांगे सांगे से चिन्हि पारुछंती ए तो प्रभु से पर्यंत अन्य माने देखु नांती सेमानक सहित थोमा अछंती जोहन अछंती जाकुब अछंती निथनियल भी अछंती ए प्रकार 5 जण से माने विश्वासी माने सेठार थिले किंतु जोहन चिन्हि पारुछंती संगे संगे आ जेतले पितर को से कथा कहउछंती से तो प्रभु हेठी देखन तापरे पितर कौन समुद्र को डेछंती इत्यादि कथा तो प्रिय बंधुगण जीशु जितने आम को आह्वान करती एमाने जितने आह्वान कले एमानकर पुरातन स्वभाव पुराणा स्वभाव जाल को माछ को सब को छाड़ी चली जाइए आमे मध्य जितने जीशुଙ୍କ सहित आम आह्वान पाई चालू आमर समस्त पुरातन स्वभाव को आम छाड़ी चलवा पुरातन स्वभाव को आम परित्याग करवा तेबे आमने योग्य हो पार लेखा अच्छी लंगल हाथ दे के पछक जदि चाहिए से मोर शिष्य हो पार गोटे मात्र उदाहरण आपण मानक देवी गोटे उत्तम शिष्य बा जीशुଙ୍କର फॉलोअर हेबार उदाहरण आपण मानक देवी जहाँ बाइबल जदि आम प्रथम राजावली तार 19 पर्व 19 पदर जदि आम शेष को पढ़ा एलिया जिसाई को जिते आह्वान एलिसाई को आह्वान करुछंती इलिसाई हल करुले आउ से छाड़ी पलैले केमती छाड़ी जानते जो हल से चाष करुले बलदरे लंगल जुआली नहीं चाष करुले से बलद को से लंगल आ से हल को सबू को से कौन कर से बलद मान को काटिकी से हल लंगल काठरे रांधिक कौन कर से अन्य मानक दे खावा को एवं एलियंकर अनुगमन कर अर्थात संपूर्ण भाव समर्पित हुए जीवन काटिबा जदि से हल लंगल जदि था हुए तो इलिशा आउ थे फेरिकी पलि था किंतु से संपूर्ण परित्याग करी से बलद को काटी पकई मारी आहरी कौन हल लंगल सब काठरे जलैकरी रांधिकी अन्य मान को खाई मैंने खावा देकी से एलियन पछे पछे से जाइछन्ति संपूर्ण भाव आत्मिकता जीवन काटिया से उत्सर्गित होती प्रिय बंधुगण जिते आम पुरातन स्वभाव को आम थे छाड़ी देचु यह संभावना था आम मनुष्य दुर्बलता कि अनेक समय आम फेरी जावाक इच्छा करें मानसिक भाव में अनेक समय आम चिंता करें पुनर्बार जावाई चेष्टा करें किंतु देखु इलिशा से संपूर्ण भाव में परित्याग कर डेडिकेशन उत्सर्गित हो से कौन कर परमेश्वर शिष्य होगा निमंते से आगे चलते जदि आम आत्मिक भाव में जदि बढ़िबार अच्छी आत्मिक भाव में जदि आम शिष्यत्व होगाक अच्छी आम पुरातन स्वभाव कौन आम को परित्याग करने को जड़े एपरी कहती तार जो खराब व्यवहार थिला जहाँकि जीवन को अनेक समय कष्ट दौला से कहले मु कौन कर मोर मोबाइल रु संपूर्ण भाव में तार नंबर को मु डिलीट कर देछि आउ एमती डिलीट केवल करना तार नंबर को मु ब्लॉक कर देछि जेपरिकी से मते कॉल न करिवो मु तार को आथरे कॉल न करि पारि संपूर्ण भाव में डिलीट कर देबा हमर स्वभाव को जितने आम प्रभु पई जाऊ आम संपूर्ण भाव में ताको डिलीट कर देबा संपूर्ण पोछि देबा तेबे प्रभु कौन करेंगे आम जीवार मोर फेरी जीवार संभावना कम थाए ये आम देखिलु प्रथम विषय शिष्य माने पुनर्बार तांकरी से व्यवसाय को फेरी जाइछन्ति समय थिला जाल माने डंगा बा नौका व्यवसाय छाड़ी से चली जाते किंतु जीशु किसी समय जो अंतर्निहित हो जाइछन्ति आ से माने कौन करछन्ति पुनर्बार से अवस्था को फेरी जाइथिले आमनकर मध्य प्रकार विश्वासी जीवन हेत संभावना आसी पारे आमनकर मध्य प्रकार होई पारे ना ए प्रकार हम निष्पत्ति नहीं पारु कि आमाने आउ थरे फेरिकी पड़े तेणु प्रिय बंधुगण इलिशाई परे आम संपूर्ण समर्पित जीवन काटिबा एवं ईश्वरंकर
ନିକଟବର୍ତ୍ତୀ ଜୀବନ କରିବେ। ଦ୍ୱିତୀୟ ବିଷୟ ଦେଖିବା, ଯୀଶୁ ଆସୁଛନ୍ତି ଆଉ ଶିଷ୍ୟମାନଙ୍କ ସହିତ ସେ କଣ କରୁଛନ୍ତି? ବାର୍ତ୍ତାଳାପ କରୁଛନ୍ତି, କଥାବାର୍ତ୍ତା କରୁଛନ୍ତି। ଏମାନେ କୋଉଠାରେ ଥିଲେ? ନା ସମୁଦ୍ର କୂଳରେ ଥିଲେ। ସେଇଠାକୁ ହିଁ ସେ ଯୀଶୁ ଆସିଛନ୍ତି। ଯୋଉ ଜାଗାକୁ ଫେରି ଯାଇଛନ୍ତି ସେଇ ଜାଗାକୁ ଯୀଶୁ ଆଉ ଥରେ ଆସିଛନ୍ତି ଆଉ ସେମାନଙ୍କ ସହିତ କଥାବାର୍ତ୍ତା କରୁଛନ୍ତି। ଏଇ ଶିଷ୍ୟମାନେ ଯେତେବେଳେ ଯୀଶୁ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଯାତ୍ରା କରୁଛନ୍ତି, ଯୀଶୁ ସେମାନଙ୍କୁ ସାଙ୍ଗରେ ନେଇକି ଯାଇଥିଲେ। ପିତର, ଯାକୋବ, ଯୋହନକୁ ସାଙ୍ଗରେ ନେଇକି କିଛି ମାନେ ଗେତସେମନୀ ବଗିଚାରୁ ଆଉ କିଛି ଦୂରକୁ ଯାଇ ପ୍ରାର୍ଥନା କରୁଛନ୍ତି। କିନ୍ତୁ ଆସି ଦେଖିଲା ବେଳକୁ ଏମାନେ ଶୋଇ ପଡିଥିଲେ। ଏଇ ଶିଷ୍ୟମାନେ ଯୋଉମାନେ କି ଯୀଶୁଙ୍କୁ ଛାଡିକିରି ଧାଇଁ ପଳେଇଥିଲେ ଆଉ ଘର ଭିତରେ ଲୁଚିକି ରହିଥିଲେ, ଏଇ ପିତର ଯେ କି ଯୀଶୁଙ୍କୁ 3 ଥର ଅସ୍ୱୀକାର କରିଛନ୍ତି, ସେ ଆସିକିରି ସେମାନଙ୍କୁ ଆଉ ଥରେ ସେ କଣ କରୁଛନ୍ତି? କଥାବାର୍ତ୍ତା କରୁଛନ୍ତି। ଆଉ ଗୋଟେ ସେମାନଙ୍କୁ ସେ କଥା ସେ ପଚାରୁନାହାନ୍ତି କି ତୁମେ ମତେ କାହିଁକି ଛାଡିକିରି ପଳେଇଲ, ତମେ କାହିଁକି ଆଉ ଥରେ ସମୁଦ୍ରକୁ ପଳେଇ ଆସିଲ ମାଛ ଧରିବା ପାଇଁ, ମତେ କଣ ଟିକେ ହେଲେ ଅପେକ୍ଷା କଲ ନାହିଁ କି? ଏ କଥା ସେ ବିଲକୁଲ ପଚାରୁନାହାନ୍ତି। କାହିଁକି ତୁମେ ପିତର, ତୁମେ ମତେ କାହିଁକି ଅସ୍ୱୀକାର କଲ, ଆଉ ଏମାନଙ୍କ ସାଙ୍ଗରେ ତୁମେ ପଳେଇ ଆସିଲ କାହିଁକି? ଆସିକିରି ତୁମେ କଣ, ତୁମେ ତ ଆସିଥାନ୍ତ କଣ ଏମାନଙ୍କୁ ମଧ୍ୟ ସାଙ୍ଗରେ ନେଇକି ଆସି ତୁମେ ଏ ପ୍ରକାର କାହିଁକି କରୁଛ? ଏ କଥା ଯୀଶୁ ବିଲକୁଲ ପଚାରି ନାହାନ୍ତି। ପୁନରୁତ୍ଥିତ ଯୀଶୁ ସେମାନଙ୍କ ନିକଟରେ ଉପସ୍ଥିତ ଅଛନ୍ତି। ସେମାନେ ଚିହ୍ନି ପାରୁନାହାନ୍ତି, ଜାଣି ପାରୁନାହାନ୍ତି। ଯୀଶୁ କେବେ ବି ଆମେ ଯେତେବେଳେ ଭୁଲ କାମ କରିଛୁ ଆମର ଭୁଲ କଥାକୁ କେବେ ବି ସେ ପଚାରନ୍ତି ନାହିଁ। ଆମେ ଯେତେବେଳେ ଫେରି ଯାଉ ସେ କେବେ ବି ଆମମାନଙ୍କୁ ସେ କଥା ସେ ପଚାରନ୍ତି ନାହିଁ। ନା କଣ ଏହାର ପଛରେ ସତ୍ୟତା କଣ ଜାଣନ୍ତି? ନା ପ୍ରଭୁ ଆମମାନଙ୍କର ଗତ ଜୀବନର ଆମେ ଯାହା ଭୁଲ କରିଛୁ ସେଇ ବିଷୟରେ କେବେ ବି ସେ ଇଣ୍ଟରେଷ୍ଟ ନୁହନ୍ତି। ବରଞ୍ଚ ଆଜିଠୁ ବା ଏବେଠୁ ତୁମେ ମତେ କଣ ପ୍ରେମ କରୁଛ କି ବୋଲି ସେ ପଚାରିବେ। ଲେଖା ଅଛି ସେ ଗୋଟିଏ ବିଷୟ ପ୍ରଶ୍ନ ପଚାରୁଛନ୍ତି, ତୁମେ କଣ ମତେ ପ୍ରେମ କରୁଛ? ପ୍ରଭୁ ଏତେ ଅନୁଯୋଗ କରିଥାନ୍ତା, ମୁଁ ଯେମିତି କହୁଥିଲି କି ତୁମେ କାହିଁ ଏଠାକୁ ପଳେଇ ଆସିଲ, ତୁମେ କାହିଁ ମତେ ଅପେକ୍ଷା କଲ ନାହିଁ, ମୁଁ ତ ତୁମକୁ କହିଥିଲି ମୁଁ ପୁନରୁତ୍ଥିତ ହେବି, ତୁମ ଆଉ ଥରେ ଆସିବି, ତୁମେ କାହିଁ ମାଛ ଧରିବାକୁ ପଳେଇ ଆସିଲ, ତୁମେ କାହିଁ ସେମିତି ହେଲ? ଏ କଥା ବିଲକୁଲ ଯୀଶୁ ସେମାନଙ୍କୁ କଥାବାର୍ତ୍ତା କରୁନାହାନ୍ତି, ପଚାରୁନାହାନ୍ତି। ବରଞ୍ଚ ପଚାରୁଛନ୍ତି ତୁମେ କଣ ପ୍ରେମ କରୁଛ? ପ୍ରିୟ ବନ୍ଧୁଗଣ, ଯେତେବେଳେ ଆମର ଜୀବନରେ ଭୁଲ କାର୍ଯ୍ୟ କରୁ, ଆମେ ପାପ କରୁ, ଯୀଶୁ ହଉଛନ୍ତି ସେଇ ପୁନରୁତ୍ଥିତ ଯୀଶୁ ଆଉ ଥରେ ଆସି ଆମମାନଙ୍କ ସାଙ୍ଗରେ କଥାବାର୍ତ୍ତା କରିବା ପାଇଁ ଇଚ୍ଛା କରନ୍ତି ଆଉ କହନ୍ତି, ମୁଁ ତୁମର ସମସ୍ତ ପାପକୁ କ୍ରୁଶ ଉପରେ ଟଙ୍ଗାଇ ଦେଇଛି, ମୁଁ ତୁମର ସମସ୍ତ ପାପକୁ କ୍ଷମା କରିଦେଇଛି, ଏବେଠାରୁ ଆଉ ଥରେ ନୂଆରେ କଣ କର, ଆରମ୍ଭ କର। ଆମେ ଯାହା ଭୁଲ କରିଛୁ ଆମ ଜୀବନରେ ଯେତେବେଳେ ଆମେ ଫେରି ଯାଇଛୁ ଆଉ ଥରେ ଆମେ ତାଙ୍କ ନିକଟକୁ ଫେରି ଆସିବା ଏବଂ ଆମମାନଙ୍କର ସେ ପୁରୁଣା ଅଭ୍ୟାସକୁ ଆମେ ଛାଡିଦେବା, ଆମମାନଙ୍କର ସେ ପୁରୁଣା ଅଭ୍ୟାସକୁ ଆମେ ଦୂର କରିଦେବା ଏବଂ ଯୀଶୁଙ୍କୁ ପ୍ରେମ କରିବାର ଆରମ୍ଭ କରିବା। ଯୀଶୁଙ୍କର ସେ ଗୋଟିଏ ପ୍ରଶ୍ନ ଥିଲା, ଡୁ ୟୁ ଲଭ୍ ମି? ତୁମେ କଣ ମତେ ପ୍ରେମ କରୁଛ? 15 ପଦରେ ଯୀଶୁ ସେମାନଙ୍କୁ ପଚାରୁଛନ୍ତି, ନା ଗୋଟେ ସୁନ୍ଦର କଥା ଲେଖା ଅଛି 15 ପଦରେ, ସେମାନେ ଭୋଜନ କଲା ଉତ୍ତାରେ ଯୀଶୁ ସିମନ ପିତରଙ୍କୁ ପଚାରିଲେ, ହେ ଯୋହନଙ୍କ ପୁତ୍ର ସିମନ, ତୁମେ କଣ ମତେ ଏମାନଙ୍କ ଠାରୁ ଅଧିକ ପ୍ରେମ କରୁଛ? ଲେଖା ଅଛି ଏମାନଙ୍କ ଠାରୁ ତୁମେ କଣ ଅଧିକ ପ୍ରେମ କରୁଛ, ଅର୍ଥାତ କମ୍ପିଟିସନ ଆରମ୍ଭ କରୁଛନ୍ତି ଯୀଶୁ। ତୁମେ କଣ ମତେ ଏମାନଙ୍କ ଠାରୁ ଅଧିକା ପ୍ରେମ କରୁଛ? ପ୍ରିୟ ବନ୍ଧୁଗଣ, ଆମେ ଖ୍ରୀଷ୍ଟ ବିଶ୍ୱାସୀ ହିସାବରେ ଆମେ ଅନେକ ସମୟରେ ଆମେ ଦେଖିଥାଉ ସେ ଏମିତି ହେଇଗଲା, ଏ ଏମିତି କରୁଛି, ସେ ସେମିତି କରୁଛି, ବିଶ୍ୱାସୀ ମାନଙ୍କ ମଧ୍ୟରେ ଏ ପ୍ରକାର କମ୍ପିଟିସନ ଆରମ୍ଭ, ପ୍ରତିଯୋଗିତା। କିନ୍ତୁ ଯୀଶୁ ପଚାରୁଛନ୍ତି ଏଇମାନଙ୍କ ଠାରୁ ତୁମେ କଣ ଅଧିକ ପ୍ରେମ କରୁଛ? ଅର୍ଥାତ ପ୍ରେମ ବିଷୟରେ ଆମେ କମ୍ପିଟିସନ ଆରମ୍ଭ କରୁ, କିଏ କେତେ ଅଧିକା ପ୍ରେମ କରୁଛି ଯୀଶୁଙ୍କୁ ଆମେ ତାର ପ୍ରତିଯୋଗିତା ଆରମ୍ଭ କରୁ, କିଏ କେତେ ଅଧିକ ଭାବରେ ଯୀଶୁଙ୍କ ସହିତ ପ୍ରାର୍ଥନାର ଜୀବନ କାଟୁଛି ତାର ବିଷୟ ଆମେ ଚେଷ୍ଟା କରୁ, କିଏ କେତେ ଅଧିକ ଭାବରେ ପ୍ରଭୁଙ୍କ ସହିତ ଲାଗି ରହୁଛି ସେ ବିଷୟ ଆମେ ଚେଷ୍ଟା କରୁ। ଯୀଶୁ ପଚାରୁଛନ୍ତି ଏମାନଙ୍କ ଠାରୁ କଣ ତୁମେ ଅଧିକ ପ୍ରେମ କରୁଛ? ପ୍ରିୟ ବନ୍ଧୁଗଣ, ଆସୁ ଆମମାନଙ୍କର ଜୀବନ ଆମର ଈଶ୍ୱରଙ୍କର ପ୍ରତି ପ୍ରେମ ଆମେ କଣ କରିବା, ଅଧିକ ଭାବରେ ପ୍ରେମ କରି କମ୍ପିଟିସନ ଆମେ ଯଦି ଦେଖିବା ଏ ପ୍ରକାର ତାକୁ କହିପାରିବା। ଯୀଶୁ ପଚାରୁଛନ୍ତି ଏମାନଙ୍କ ଠାରୁ କଣ ତୁମେ ଅଧିକ ପ୍ରେମ କରୁଛ? ତା ଅର୍ଥ ପ୍ରତିଯୋଗିତା ସେ କରୁଛନ୍ତି, ସେମାନଙ୍କ ଠାରୁ ତୁମେ କଣ ଅଧିକ ପ୍ରେମ କରୁଛ କି? ଆଜି ଯଦି ଯୀଶୁ ଆମକୁ ଆସି ପଚାରିବେ, ପିତର ମତେ ଯଦି ପଚାରିବେ ପିତରକରଙ୍କ ଠାରୁ ତୁମେ କଣ ମତେ ଅଧିକ ପ୍ରେମ କରୁଛ, ବା ଆଉ ଜଣକୁ ଯାଇକି ପଚାରିବେ ଜେମ୍ସ ରେଜେଣ୍ଟ ଠାରୁ ତୁମେ କଣ ଅଧିକ ପ୍ରେମ କରୁଛ, ତେବେ ଆମର ଉତ୍ତର କଣ ହବ? ଆମେ ପୁରୁଣା ସ୍ୱଭାବକୁ ଯେତେବେଳେ ଫେରି ଯାଇଛୁ ସେ ସମୟରେ ଯୀଶୁ ଆସି ଆମମାନଙ୍କୁ ଏ କଥା ଯଦି ପଚାରିବେ ତୁମେ କଣ ସେମାନଙ୍କ ଠାରୁ ଅଧିକ ପ୍ରେମ କରୁଛ, ପ୍ରତିଯୋଗିତା ମୂଳକ ଆମମାନଙ୍କର ଈଶ୍ୱରଙ୍କ ପ୍ରତି ପ୍ରେମ ଆରମ୍ଭ ହେଉ
ପ୍ରତିଯୋଗିତା ଭାବରେ ଆମେ ଈଶ୍ୱରଙ୍କୁ ପ୍ରେମ କରୁ ତେବେ ଆମେ ଅଧିକ ଭାବରେ ଆମେ ଯୀଶୁଙ୍କ ସହିତ ଆମେ ଚେଷ୍ଟା କରିବା ଜୀବନ କାଟିବା। ଆଉ ଗତକାଲି ଠାରୁ କଣ ଅଧିକ ପ୍ରେମ କରୁଛୁ କି? ଗତକାଲି ଯୋଉ ଆଶୀର୍ବାଦ ପାଇଲୁ ଯୀଶୁଙ୍କୁ ଯେମିତି ପ୍ରେମ କରୁଛୁ ଆଜି କଣ ତାଠାରୁ ଅଧିକ ଭାବରେ ଆମେ ପ୍ରେମ କରୁଛୁ? ଯଦି ଆମେ ପଢିବା ବିଳାପ ପୁସ୍ତକ 3 ପର୍ବର 3 ପଦରେ ଲେଖା ଅଛି ନା ସେ ସବୁ ପ୍ରତି ପ୍ରଭାତରେ ନୂତନ, ଅର୍ଥାତ୍ କାଲି ଠାରୁ ଆଜି ଆହୁରି ନୂଆ ଆରମ୍ଭ ହବ, ଆହୁରି ଅଧିକ ଭାବରେ ଆମେ ପ୍ରେମ କରିପାରିବୁ। ତେବେ ଆସୁ ଆମେ କଣ କରିବା? ଆମେ ଅଧିକ ପ୍ରେମ ଆମମାନଙ୍କର ଜୀବନରେ ଅନେକ ସମୟରେ ପ୍ରକାର ଥାଏ ଯେତେବେଳେ ଆମେ ପ୍ରଭୁଙ୍କୁ ମାଗିଥାଉ ପ୍ରଭୁ ଠାରୁ ଯୋଉ ଆଶୀର୍ବାଦ ଆମେ ଗ୍ରହଣ କରୁ, ଯୋଉ ଆଶୀର୍ବାଦ ଦାତାଙ୍କ ଠାରୁ ଆଶୀର୍ବାଦ ପାଇବା ଜିନିଷକୁ ଆମେ ଅଧିକ ଭାବରେ ପ୍ରେମ କରିଥାଉ। ଯଦି ଚିନ୍ତା କରିବା ଯୋଉ ଆଶୀର୍ବାଦ ଆମେ ପାଇଛୁ ଯୋଉ ଆଶୀର୍ବାଦକୁ ସେ ଅଧିକ ଭାବରେ ଆମେ ପ୍ରେମ କରୁ, ବରଞ୍ଚ ଆମେ ଆଶୀର୍ବାଦ ଦାତାକୁ ଆମେ କମ ଭାବରେ ପ୍ରେମ କରିଥାଉ। ତେବେ ଆସୁ ଆମେ ସେଇ ଭାବରେ ଆମମାନଙ୍କର ପ୍ରତିଯୋଗିତାମୂଳକ ପ୍ରେମକୁ ଆମେ ଆରମ୍ଭ କରୁ, ଯେହେତୁ ପ୍ରତି ପ୍ରଭାତରେ ନୂତନ, ନୂଆ ଭାବରେ ଗତ ଦିନ ଠାରୁ ଗତକାଲି ଠାରୁ ଅଧିକ ଭାବରେ ଆମେ ଈଶ୍ୱରଙ୍କୁ ପ୍ରେମ କର। ସେଥିପାଇଁ ଯୀଶୁ ସେମାନଙ୍କର ଗତ ଜୀବନର ବିଷୟରେ କଥାବାର୍ତ୍ତା କରୁନାହାନ୍ତି, ସେମାନଙ୍କ ଭୁଲ ବିଷୟରେ ପଚାରୁନାହାନ୍ତି, ସେମାନେ କାହିଁକି ତମେ ଏମିତି କରୁ ଅନୁଯୋଗ କରୁନାହାନ୍ତି, କିନ୍ତୁ ଗୋଟିଏ କଥା ପଚାରୁଛନ୍ତି, ତୁମେ କଣ ମତେ ପ୍ରେମ କରୁଛ? ତୁମେ ମତେ କଣ ଅନ୍ୟମାନଙ୍କ ଠାରୁ ଅଧିକ ପ୍ରେମ କରୁଛ? ସେମାନଙ୍କ ଠାରୁ କଣ ଅଧିକ ପ୍ରେମ କରୁଛ? ଯୋଉମାନଙ୍କ ମଧ୍ୟରେ ଆମେ ଅଛୁ, ଯୋଉ ଖ୍ରୀଷ୍ଟ ବିଶ୍ୱାସୀ ମାନଙ୍କ ସହିତ ଅଛୁ, ସେମାନଙ୍କ ଠାରୁ କଣ ଆମର ପ୍ରେମ ସ୍ୱତନ୍ତ୍ର ଅଟେ କି? ସେମାନଙ୍କ ଠାରୁ କଣ ଆମେ ଅଧିକ ଭାବରେ ଈଶ୍ୱରଙ୍କୁ ପ୍ରେମ କରୁଛୁ କି? ତେବେ ଆସୁ ଆମେ ଆରମ୍ଭ କରିବା ଏବଂ ଈଶ୍ୱରଙ୍କୁ ଆମେ ପ୍ରେମ କରିବାର ଶିଖିବା। ଶେଷ କଥାଟି ମୁଁ କହିବି ନା କଣ, ଯୀଶୁ ଏକ ଗୁରୁ ଦାୟିତ୍ୱ ଦେବା ପାଇଁ ଯାଉଛନ୍ତି, ବା ଏକ ଆମେ ଯଦି ଏ ପ୍ରକାର ଯଦି ଦେଖିବା ଯୀଶୁ ଏକ ବଡ କାର୍ଯ୍ୟରେ ଗୋଟେ ଡାଇରେକ୍ଟରକୁ ନିଯୁକ୍ତ କରିବାକୁ ଯାଉଛନ୍ତି। ନା କଣ ପିତରଙ୍କୁ ସହିତ ସାକ୍ଷାତ କରି ପିତରଙ୍କୁ ଏକ କାର୍ଯ୍ୟର ଭାର ଦେବା ପାଇଁ ଯାଉଛନ୍ତି। ନା କଣ ଧରି ନେବା କୌଣସି ଏକ ବଡ ମିଶନ କ୍ଷେତ୍ରରେ ବଡ ସଂସ୍ଥାରେ କୌଣସି ଡାଇରେକ୍ଟରକୁ ଯଦି ନିଯୁକ୍ତି ଦିଆଯାଉଛି ତାଙ୍କ ବିଷୟରେ କଣ କଣ ସବୁ ପ୍ରଶ୍ନ ପଚରା ଯାଏ ଆମେ ଭଲ ଭାବରେ ଜାଣିଛୁ। କୌଣସି ଡକ୍ଟର ବା ନର୍ସକୁ ଯଦି ଇଣ୍ଟରଭ୍ୟୁ କରାଯାଏ ତାର ସେ ସ୍କିଲ୍ ବିଷୟରେ, ଔଷଧ ବିଷୟରେ, ମେଡିସିନ ବିଷୟରେ, ମେଡିକାଲ ରିଲେଟେଡ ବା ମେଡିକାଲ ସମ୍ପର୍କୀୟ ବିଭିନ୍ନ ପ୍ରଶ୍ନ ହୁଏତ ତାକୁ ପଚାରାଯାଏ। ସେମିତି କୌଣସି ଡାଇରେକ୍ଟରକୁ ଯଦି କରାହବ, ତମର କେତେ ବର୍ଷ ଏକ୍ସପିରିଏନ୍ସ ଅଛି, ତମେ ବାପ୍ତିସ୍ମ ନେଇଛ କି, ଯୀଶୁଙ୍କୁ ବ୍ୟକ୍ତିଗତ ଭାବରେ ଗ୍ରହଣ କରିଛ କି, କେତେ ସମୟ କେତେ କୋଉ କୋଉ ସଂସ୍ଥାରେ କାମ କରିଛ, ଏସବୁ ପ୍ରଶ୍ନ ପଚାରିଥାନ୍ତି। ଏସବୁ ପ୍ରଶ୍ନ ପଚାରିକି ସେମାନଙ୍କୁ ଇଣ୍ଟରଭ୍ୟୁ କରିଥାନ୍ତି ଏବଂ ନିଯୁକ୍ତି ଦେଇଥାନ୍ତି। କିନ୍ତୁ ପିତରଙ୍କୁ ଯୀଶୁ ଯେତେବେଳେ ନିଯୁକ୍ତି ଯାଉଛନ୍ତି ପ୍ରଶ୍ନଟି କଣ ଥିଲା? ଡୁ ୟୁ ଲଭ୍ ମି? ତୁମେ ମତେ କଣ ପ୍ରେମ କରୁଛ କି? ଶିକ୍ଷାଗତ ଯୋଗ୍ୟତାକୁ ଦେଖୁନାହାନ୍ତି, କେତେ ବର୍ଷ ତାର ଏକ୍ସପିରିଏନ୍ସ ଦେଖୁନାହାନ୍ତି, ତା ପାଖରେ କଣ କଣ ସ୍କିଲ୍ ଅଛି ଦେଖୁନାହାନ୍ତି। ତମର ଆମେ ପ୍ରଶ୍ନ ପଚାରିବୁ, ତୁମେ ଟାଲି କରିଛ କି, କମ୍ପ୍ୟୁଟର ଶିଖିଛ କି, ଡାଟା ତମେ ଏଣ୍ଟ୍ରି କରିପାରିବ କି, ଇନଫର୍ମେସନ ଇଏ କରିପାରିବ, ସେ କଥା ପଚାରୁନାହାନ୍ତି। ଯୀଶୁ ଗୋଟିଏ କଥା ପଚାରୁଛନ୍ତି, ତୁମେ କଣ ମତେ ପ୍ରେମ କରୁଛ କି? ସେ ପ୍ରଥମ ଥର ମିଶନ କାର୍ଯ୍ୟରେ ପିତରଙ୍କୁ ନିଯୁକ୍ତ କରିବାକୁ ଯାଉଛନ୍ତି, ଆଉ ସେ ସମୟରେ ତାଙ୍କୁ ସେ ପଚାରୁଛନ୍ତି, ତୁମେ କଣ ମତେ ପ୍ରେମ କରୁଛ କି? ତୁମେ ମତେ କଣ ପ୍ରେମ କରୁଛ କି? ପିତର ଉତ୍ତର ଦେଇଛନ୍ତି, ହଁ ଆଜ୍ଞା, ମୁଁ ସମୁଦ୍ରରେ ଏତେ ବର୍ଷ କାମ କରିଛି, ମୁଁ ଏତେ ମାଛ ଧରିଛି, ମୁଁ ଏତେ ବ୍ୟବସାୟ କରିଛି, ଏତେ ସାହୁକାର ଲୋକମାନଙ୍କ ପାଖରେ ମୋର କଣ୍ଟାକ୍ଟ ଅଛି, ଇଏ ଅଛି ସେ ଅଛି ବୋଲି ସେ ଉତ୍ତର ଦେଇନାହାନ୍ତି। କହୁଛନ୍ତି, ହଁ ପ୍ରଭୁ ମୁଁ ପ୍ରେମ କରେ, ହଁ ପ୍ରଭୁ ମୁଁ ପ୍ରେମ କରେ, ହଁ ପ୍ରଭୁ ମୁଁ ପ୍ରେମ କରେ, ତାହା ଆପଣ ଜାଣନ୍ତି। ପ୍ରିୟ ବନ୍ଧୁଗଣ, ଯେତେବେଳେ ଆମମାନଙ୍କର ମିଶନ କାର୍ଯ୍ୟ ଆମେ ଆରମ୍ଭ କରୁ ବା ଈଶ୍ୱରଙ୍କ ସହିତ ଯେତେବେଳେ ଆମେ ଚାଲୁ, ଈଶ୍ୱରଙ୍କୁ ପ୍ରେମ କରିବା ଏବଂ ଆମମାନଙ୍କର ମିଶନ କାର୍ଯ୍ୟ ଏକ ସାଙ୍ଗରେ ଚାଲେ। ଯେତେ ଅଧିକ ଆମମାନଙ୍କ ପ୍ରେମ କରୁ ଈଶ୍ୱରଙ୍କୁ, ସେତେ ଅଧିକ ଭାବରେ ଆମର ମିଶନ କାର୍ଯ୍ୟ ଉପରକୁ ଯାଏ। ଯଦି ଆମମାନଙ୍କର ପ୍ରେମ ଶୀତଳ ହେଇଯାଏ, କାର୍ଯ୍ୟ କରିବାରେ ଆଳସ୍ୟ ଆସେ, କାର୍ଯ୍ୟ କରିବାରେ ଅଳସ ଲାଗେ, ବୋରିଂ ଲାଗେ, ଆଉ ତାହା କେବଳ ନୁହଁ, ଆମେ କଣ ହେଇଯାଉ ନା ଅସଫଳ ହେଇଯାଉ, ବିଜାରିଆ ଲାଗେ, କେତେ ଯିବା, ଆଜି ପାଇଁ ଟିକେ ରହିଯିବି। ଯଦି ଆମେ ଈଶ୍ୱରଙ୍କୁ ପ୍ରେମ କରୁଛୁ, ଆମମାନଙ୍କର ସେ ପ୍ରେମକୁ ଆମେ ବଢେଇ ଥାଉ, ଆଉ ସେଇ ହିସାବରେ ଆମମାନଙ୍କର ସେବା କାର୍ଯ୍ୟ ମଧ୍ୟ ଅଧିକ ଅଧିକ ଉପରକୁ ଯାଇଥାଏ। ପ୍ରିୟ ବନ୍ଧୁଗଣ, ଏଟା ମୋର ନିଜର ଅନୁଭବ କଥା ମୁଁ କହୁଛି। ଆମେ ଯେତେ ଅଧିକ ପ୍ରାର୍ଥନା କରୁ,
सेवा निमंते जिते अधिक मनोयोगी हो आम सेवा कार्य सेते अधिक भाव में प्रभु बढ़ी चले जिते आमर प्रेम उणा हो जाए आम शीतल हो जाओ आम कार्य भी शीतल हो जाए काम करी पाए बोरिंग लगे अलस लगे आम थकी जाई किंतु प्रभु प्रति ए प्रकार जो प्रेम अच्छी आम कार्य बन से दिन पितर को इंटरव्यू करूना शिक्षागत योग्यता विषय पचार ना ज्ञान कौशल विषय पचार ना तमें कौन भल भाषण दे पारब भल प्रचार कर एक कथा पचार ना हाँ निहाती दरकार आम शिक्षागत योग्यता दरकार कारण आम वर्तमान जुग जे प्रकार भाव में आमको अपडेट होगा दरकार से दरकार मना करनी किंतु जीशु जो पचारुंट गोटे कथा जीशु जानते ज्ञान कौशल कौन अच्छी सक्षम मान क्षमता कौन अच्छी शिशु भल भाव जानती से आम अंतर्जामी परमेश्वर किंतु जीशु गोटे कथा चाहती जेपरी आम अधिक भाव में प्रेम कर से जीशु पचारे एम तुम कौन अधिक प्रेम कर डू यू लव मी तीन थर पचार तीन टा प्रश्न जाक गोटे रकम प्रश्न पचार तुम कौन मत प्रेम कर प्रिय बंधुगण जीशु आपण को मत जदि आज कौन सेवा कार्य नियुक्त देवाक चाहती तेरे से गोटे कथा पचार मत तुम्हें कौन प्रेम कर मत तुम्हें कौन प्रेम कर जीशु आदेश देते मोर मेष मान को चरा मोर मेष मान को प्रतिपालन करा तापर ए समस्त कथबार्ता है पितर जीशुंकर अनुगमन कर जीशुंकर सहित चलिक जा प्रिय बंधुगण आज आपण को मत प्रभु कौन से एक विशेष कार्य करने आम को दायित्व देवाई चाहती आई कथा पचार तुम्हें मत कौन प्रेम कर मत कौन प्रेम कर आसु आम जीशु सहित रहा जीशु को प्रेम कर चलिए प्रथम विषय देखिलु ना आम स्वभाव ना आम पुनर्बार फेरी जाता किंतु जीशु आम को फेरिकी आने आम मान निकट को से आसती एवं आम सहित से आम स्वभाव को परिवर्तन करने से चाहती जीशु द्वितीय विषय देखिलु जीशु आसती आम सहित से कथबार्ता करपरी आम चिन्हवा पारू आम जानवा पारू से होती से ईश्वर एवं ए प्रकार कथबार्ता करती जे आम जहाँ पुराण स्वभाव जो कार्य करूँ ताकू से पचारती ना ताकू से देखती ना बरंच आम केते प्रति प्रेम करुचु से विषय से देख पितर को जो निजुक्ति देवाक जाउछंती गुरु दायित्व देवाक जाउछंती पितर को योग्यता विषय स्किल विषय कौशल विषय से पचारना किंतु गोटे कथा पचार तुम्हें मत कौन ए मान ठारू अधिक प्रेम कर आदेश दूसरी एवं पितर सहित यात्रा आरंभ कर आसु आमे माने जीशुंकर सहित लगी रहा चेष्टा करवा मनुष्य भाव में आम अनेक समय फेरी जाता किंतु आउ थे जीशु आम को पुनरुद्धार करने चाहती कथबार्ता करने चाहती एवं कौन से एक विशेष कार्य दायित्व देवाई चाहती जो आम संपूर्ण भाव सहित जीवन प्रभु आम प्रत्येक को आशीर्वाद करंतु जीशु को प्रेम कर जीवन काटा चलवा अधिक समय अन्य मान अधिक प्रेम करने चेष्टा कर प्रभु आम को वाक्य आशीर्वाद करंतु एवं आम समस्त को शेष समय जेपरी आम प्रभु व्यवहार होगा चेष्टा कर कारण ए मंद जगत एक आकर्षणीय जगत सौंदर्य भरा जगत अनेक सारे मनोलोभिया भाव में आकर्षित हो जाता तेणु आसु आम प्रभु ठारे रही प्रभु को अधिक प्रेम कर जीवन यापन करवा राज्य व्यवहार प्रभु आम प्रत्येक को आशीर्वाद करते धन्यवाद सुजोग देथिबार आउ थारे आपण माने मनोयोगी सुनथिबारु आपण मन प्रत्येक को धन्यवाद थैंक यू सो मच प्रेज द लॉर्ड सर प्रेज द लॉर्ड प्रभु का नाम धन्यवाद दिए बहुत सुंदर आज आम को प्रभात रे प्रकृति आम जदि परमेश्वर को प्रेम करूछु ताले आज आम को परमेश्वर यही शब्द आउ जे प्रश्नवाचक पचारुछंती तुम्हें आमको प्रेम कर आमनकर पुराणा अभ्यास गुड़ाक जे आमनकर पश्चात विषय गुड़ाक जेपरी आम पछरे पकाए
जदि प्रभु को ठारे आमानकर सेही प्रतिज्ञा को से विषय को माने मानुछु ताले निश्चित परमेश्वर मान को पचारे आउ मते प्रेम करि पाछ आमे विश्वस्त सहित जदि आमानकर हृदय सहित कहि पारु हाँ प्रभु मो तुमको प्रेम करे प्रभु पचारचंदी डू यू लव मी यस आई लव यू माने ए उच्चारण कले के हृदय को केमती लागु थिबो साधारण गोटे झील गोटे पुओ को भल पाइले कहि दूचंती एतिकी से सारा जीवन पाई ता गारंटी दे पारु नै किंतु जदि आमे प्रभु जीशु को जदि आज आप प्रभु को दास बहुत सुंदर टॉपिक रखले प्रभु हमको पचारचंती तुमे मते प्रेम करो कि हाँ आमे प्रेम करो आज प्रभात रे ए मिठा वाटी प्रभु जीशु को पाया माने सुनिले ताजे प्रिय सर्वदा सर्वदा आ प्रभु को पाई जदि गोटे कथा रहिबो प्रभु मु तुमको प्रेम करे ए जगत रो सब किछि आस्तिले मते मु तुमको प्रेम करे जहा भी हेउ जेते बड़ समस्या थिले मते मु तुमको प्रेम करे बहुत सुंदर वाक्य सार प्रभु आशीर्वाद करंतु आउरी आपनकर मुखारु समय स्वल्पता पाई आपण एतिकी कहिले आशा करे आगो को बहुत सुंदर भाव रे प्रभु मन को आपण ठार बहुत सुंदर वाक्य सुनाइबे आपनकर सेवा कार्य रे आपनकर परिवार जीवन रे प्रभु बहुल भाव रे कार्य करी आशीर्वाद करंतु आसंतु माने प्रभु को दासों को पय गोटे करता दे माने आ तांको सम्मानित करबा कारण प्रभु बहुत सुंदर विषय मान को मध्य रे रखले आजिर कार्यक्रम निमंते एची मध्य रे माने समस्त प्रस्तुत हेबा समय यदि विज्ञापित कौन अच्छी ताले मु पीटर कर आज्ञा को अनुरोध